ସମସ୍ତଙ୍କୁ ଜୟଗୁରୁ। ଭଏସ୍ କ୍ଲିୟର ଆସୁଛି ତ? ଆଜ୍ଞା ଭଲ ଅଛି, ବହୁତ ବଢିଆ ଅଛି। ହଉଛି ଆପଣଙ୍କର କର୍ମ ଅଧ୍ୟାୟ କୃତି ବିଧାନ ବାଣୀ। ଆପଣଙ୍କର ଏଠି ଶ୍ରୀ ଶ୍ରୀ ଠାକୁରଙ୍କର ପ୍ରଥମ କହି ରଖେ, ଶ୍ରୀ ଶ୍ରୀ ଠାକୁରଙ୍କର ବାଣୀଟା ବୁଝେଇବାର ଯୋଉ ଦୃଷ୍ଟତା ତା ପାଇଁ କ୍ଷମା ମାଗୁଛି, ଯଦି କିଛି ଭୁଲ ଥାଏ ଜଣେଇବେ। କର୍ମ ବିଷୟରେ ଯୋଉ ଠାକୁରଙ୍କ ବାଣୀ ଅଛି, ଆମେ ଆଜି ଯେଉଁ ସ୍ୱାର୍ଥ ସଂକ୍ଷୁଧ ପ୍ରବୃତ୍ତି ପରୋଚନାର ଉନ୍ମାଦନା ବଶତଃ ଯେଉଁ ଅସତ୍ କର୍ମର ଅନୁଷ୍ଠାନ କରିଲ, ଲୋକେ ତାକୁ ଯଦି କ୍ଷମା ବି କରନ୍ତି, ସୁଷ୍ଠୁ ନିଷ୍ଠାର ସହିତ ତୁମେ ଯଦି ତାକୁ ସଂଶୋଧନ ନ କର, ସେହି ଉନ୍ମାଦନା ତୁମର ମସ୍ତିଷ୍କରେ ଅନୁସ୍ୟୁତ ଥାଇ ପ୍ରରୋଚନା ପ୍ରଲୁବ୍ଧ କରି ତୁମକୁ କେତେ କଣ ଯେ କରାଇପାରେ ତାର ଇୟତ୍ତା ନାହିଁ। ସେଠାରେ ଯେଭଳି କ୍ଷମା ହେଉନା କାହିଁକି, ତା ତୁମକୁ ଯେ କ୍ଷତିର ହିଁ ପ୍ରଥିତ କରି ରଖିବ, ତା କିନ୍ତୁ ନିଃସନ୍ଦେହ। ତେଣୁ ଯେଉଁଠି ଯେପରି ଅସତ୍ କର୍ମ କରନା କାହିଁକି, ଯେପରି ଅନ୍ୟାୟ କରନା କାହିଁକି, ଆଉ ଯେଉଁଠି ତାର ପ୍ରତିକ୍ରିୟା ଯେଭଳି ଆସୁନା କାହିଁକି, ତାକୁ ସହ୍ୟ କର, ସ୍ଥାୟୀ ଭାବେ ସଂଶୁଦ୍ଧ ହୁଅ। ଭବିଷ୍ୟତରେ ଲକ୍ଷ୍ୟ ପ୍ରଲୋଭନ ମଧ୍ୟ ଯେପରି ତୁମକୁ ସେଭଳି କାମରେ ନିୟୋଜିତ କରି ନପାରେ, ଭଳି କରି ତେବେ ଯାଇ ନିସ୍ତାର, ସେଥିରେ ଅନ୍ୟ ବି ବଞ୍ଚିବେ, ତୁମେ ବି ରକ୍ଷା ପାଇବ। ବାଣୀ ସଂଖ୍ୟା 19। ସଂକ୍ଷେପରେ କହିବାକୁ ଗଲେ ବାଣୀର ଅର୍ଥ ହଉଛି ଏଇଟା, ଯଦି କୌଣସି ପ୍ରବୃତ୍ତି ପ୍ରରୋଚନାରେ ଥାଇ କୌଣସି ପ୍ରକାର ଉନ୍ମାଦନା ବଶତଃ କିଛି ଅସତ୍ କର୍ମ ଆମେ କରିଲେ, ତାପରେ ଯଦି ଲୋକେ ବି ତାକୁ ଯଦି କ୍ଷମା ବି କରିଦିଅନ୍ତି, କଣ କରିବାକୁ ପଡିବ? ନିଷ୍ଠାର ସହିତ ତାକୁ ସଂଶୋଧନ କରିବାକୁ ପଡିବ। ଯଦି ଭାବିବା ହଁ ମୋର ଭୁଲଟା ଥିଲା, ତାକୁ ଲୋକ ତାକୁ କରିଦେଲେ ଆଉ କଣ, ତାକୁ ମନେକର କ୍ଷମା କରିଦେଲେ ଆଉ, ନାଇଁ, ହବ ନାହିଁ। କାହିଁକି ନା ଯଦି ଆମେ ତାକୁ ନିଷ୍ଠାର ସହିତ ସଂଶୋଧନ ନ କରିବା, ତାହେଲେ ସେ କଣ ହବ ନା ସେହି ଜିନିଷଟା ଯୋଉ ପ୍ରବୃତ୍ତି ଯୋଉ ଜିନିଷଟା, ସେଇ ଯୋଉ ଆମର ଯୋଉ ଉନ୍ମାଦନା ରହିଲା, ସେ କଣ କରିବ ନା ମସ୍ତିଷ୍କରେ ଗୋଟେ ଛାପ ଛାଡି ଦେଇଯିବ। ଯୋଉ ଛାପରେ ସେ କଣ ହବ ନା ସେଇ ଛାପଟା ପରବର୍ତ୍ତୀ ସମୟରେ ଆହୁରି ବଢି ବଢି ଯିବ, ଶେଷରେ ଏମିତି କାମ କରେଇ ଦେଇଯିବ ଯାହା ଫଳରେ କି ତାର ଆଉ କିନାରା ପାଇବ ନାହିଁ। ତେଣୁ ଯଦି ବି କ୍ଷମା ହେଲେ ମଧ୍ୟ ତାକୁ କଣ କରିବାକୁ ପଡିବ, ସେଇ ଅସତ୍ କର୍ମଟାକୁ ବା ଯୋଉ ଆମର ଅନ୍ୟାୟ କର୍ମଟା ଅଛି, ତାକୁ ଯେମିତି ଭାବରେ ଅଛି ହଉ ବରଂ, ଛୋଟ ହଉ ବା ବଡ ହଉ, ତାକୁ ସହ୍ୟ କରିବାକୁ ପଡିବ, ତାକୁ ସ୍ଥାୟୀ ଭାବରେ ତାର ସମାଧାନ କରିବାକୁ ପଡିବ। ତାକୁ ସମ୍ପୂର୍ଣ୍ଣ ଭାବରେ ନିଷ୍ଠାର ସହିତ ତାକୁ ଯେପରି ଭାବରେ ସିଏ ଆଉ ଥରେ ଯେମିତି ଆମେ ସେଇ କର୍ମରେ ପ୍ରବୃତ୍ତ ନ ହବା। କାହିଁକି ନା ଯେମିତି ଯଦି ଭବିଷ୍ୟତରେ କିଛି ପ୍ରଲୋଭନ ଆସିଲା, ସେ ପ୍ରଲୋଭନ ବଳରେ ଯଦି ତାକୁ ସମାଧାନ ତାକୁ ଆମେ ଯଦି ସେଇ ଜିନିଷଟା ଆମେ ତାକୁ ସେଥିରେ ଆମେ କଣ କରିପାରିବା, ସେଥିରେ ଆମେ ଯୋଉ ନିୟୋଜିତ ହବା, ତାହେଲେ ଏମିତି ଅବସ୍ଥା ଆସିବ ତାର କିଛି ବାଟ ରହିବନି। ଯଦି ସଂଶୋଧନ ହେଇପାରିଲା ସେ ଜିନିଷଟା, ତାହେଲେ କଣ ହବ, ନିଜେ ବି ବଞ୍ଚିବା, ଅନ୍ୟକୁ ମଧ୍ୟ ବଞ୍ଚାଇବା। ଅତି ସୁନ୍ଦର ବାଣୀ ଯାକୁ କହନ୍ତି। ତେଣୁ ଏଇ ଯୋଉ ଜିନିଷଟା ରହିଲା ଠାକୁରଙ୍କର, ଏଇ ଯୋଉ ବାଣୀ, ଏଟା ହଉଛି କର୍ମ ବିଷୟରେ ସମ୍ପୂର୍ଣ୍ଣ ଯାହାକୁ କହନ୍ତି ଏକଦମ ବାସ୍ତବତା, ଯୋଉ କଥା ପୁରା ବାସ୍ତବ ବାଣୀ। ଯୋଉ କଥାଟା ସତ୍ୟାନୁଷ୍ଠାନ ଯେବେ ବାଣୀ ଅଛି, ଯେ ତୁମେ ଯଦି ସେଇ କିଛି ବାଟ ଦୂରକୁ ଚାଲି ଯାଇଥାଉ, ଅଛି, ଯୋଉ ଆପଣଙ୍କର ଯୋଉ ଉତ୍ତପ୍ତ ବାଲି ଚଢାରେ ଯିବା ବେଳେ ଯଦି ସେଇ ଗରମ ଥାଉ ଥାଉ ତୁମେ ପୁଣି ଫେରି ନ ଆସ, ତାହେଲେ ଏମିତି ଅବସ୍ଥାରେ ପଡିବ, ତାହେଲେ ତୁମର ମୃତ୍ୟୁ ସୁନିଶ୍ଚିତ। ସେ ଯୋଉ କଥାଟା ସତ୍ୟାନୁଷ୍ଠାନ ସହିତ ଏଇ ବାଣୀର ସମ୍ପୂର୍ଣ୍ଣ ଭାବରେ ସମାନତା ଅଛି, ଯାହାକୁ କୁହନ୍ତି ଯୋଉ କଥା। ତେଣୁ ଏମିତି ଅବସ୍ଥା, ମଣିଷର ଅବସ୍ଥା ଆସିବ, ପ୍ରବୃତ୍ତିର ପ୍ରରୋଚନାରେ ମଣିଷ ପଡିଛି, ପଡିବ ମଧ୍ୟ। କାହିଁକି ନା ଇଷ୍ଟଙ୍କୁ ପ୍ରତି ମୁହୂର୍ତ୍ତରେ ଇଷ୍ଟ ନିଷ୍ଠା ଯୋଉ କଥା କୁହାଯାଏ, ବହୁତ ଏକଦମ ଯାହାକୁ କହନ୍ତି ରେୟାରେଷ୍ଟ ଅଫ ରେୟାର, ସେଇ କଥାରେ ମାନେ ସେଇ ଲୋକଙ୍କ ପାଖରେ ଥାଏ। ବହୁତ ପରିମାଣର ଲୋକ, ସେମାନେ ସେ କଣ କରନ୍ତି, ସେଇ ପ୍ରବୃତ୍ତିରେ ପଡି ଈଶ୍ୱରଙ୍କୁ ଭୁଲି ସେ କଣ କରନ୍ତି ନା ଗୋଟାଏ କିଛି କାମରେ ବା କିଛି ଅନ୍ୟାୟ କଥାରେ ବା ଅନ୍ୟାୟ କାମରେ, ଅସତ୍ କର୍ମରେ ନିଜକୁ ଲିପ୍ତ କରିଦିଅନ୍ତି। ତା ପରବର୍ତ୍ତୀ ସମୟରେ ସେମାନେ କଣ କରନ୍ତି, ଭାବନ୍ତି ହଁ ଏଟା ଭୁଲ ହେଇଗଲା ମୋର, ତାକୁ ଠିକ କରିଦବା।
କିନ୍ତୁ ସେ କଣ ହୁଏ ଭାବନ୍ତି ହଁ କେହି ତାକୁ ଦେଖୁନି କେହି ତ କିଛି କରୁନି ଆଉ ଲୋକ ଯିଏ ବି ଦେଖିଲା ସେଟା ଯୋଉ କୌଣସି ପ୍ରକାର ତାକୁ ଭୁଲ ମାଗିଦେଲି ସରିଗଲା କଥା କ୍ଷମା ଦେଇଦେଲା ପୁଣି ସେ କାମଟା କରିବି ବାରମ୍ବାର ବାରମ୍ବାର କରିଚାଲିଲା ତାପରେ କଣ ହବ ତାର ଯୋଉ ସତ୍ତା ରହିଲା ସେ ସତ୍ତାରେ କଣ ହବ ନା ଗୋଟେ ବିକ୍ଷିପ୍ତ ଭାବ ସୃଷ୍ଟି ହବ ସେ ଭାବଟା ତାର କଣ ହବ ନା ଶରୀର ଛାଡିଲେ ମଧ୍ୟ ତାର ସେଇ ଆତ୍ମାଟା ସେଇ ପ୍ରକାର ଯୋଉ ବିକ୍ଷିପ୍ତ ଭାବ ନେଇକିରି ପୁଣି ଅନ୍ୟ ଶରୀରକୁ ଯିବ ତେଣୁ ଭାବନ୍ତୁ ଏହାର ଗୋଟେ ସୁଦୂର ଯାହାକୁ କହନ୍ତି ଗୋଟେ ଇଫେକ୍ଟ ଅଛି ଲଙ୍ଗ ଟର୍ମ ତାପରେ ଗୋଟେ ଅଛି ସେ ଯୋଉ ଲଙ୍ଗ ଟର୍ମ ଇଫେକ୍ଟଟା ରହିବ ସେ ଇଫେକ୍ଟଟା କଣ ହବ ତାର ଗୋଟେ ଯାହାକୁ କହନ୍ତି ତାର ଗୋଟେ ତା ଭିତରେ ଗୋଟେ ବଂଶାନୁକ୍ରମିକ ଭାବରେ ଗୋଟେ ଏକଦମ ଗୋଟେ ବିକ୍ଷୁବ୍ଧ ଭାବ ସୃଷ୍ଟି କରିବ ଏବଂ ସମ୍ପୂର୍ଣ୍ଣ ଭାବେ ନଷ୍ଟଭ୍ରଷ୍ଟ କରି ପକେଇବ କଥା କୁହାଯାଏ ଅତି ସୁନ୍ଦର ଉଦାହରଣ ଅଛି ପ୍ରଥମ ଉଦାହରଣ ଆରମ୍ଭ କରୁଛି ଶ୍ରୀ ଠାକୁରଙ୍କ ପାଖରୁ ଦେଖନ୍ତୁ ଶ୍ରୀ ଠାକୁରଙ୍କ ଯୋଉ କଥାଟା ସେ ଠାକୁରଙ୍କର ନିଜ ଏଟା ହଉଛି ମାନେ ନିଜ ଯାକୁ କଣ ନିଜ ମାନେ ଶ୍ରୀମୁଖ ନିଃସୃତ କଥା ତେଣୁ ଶ୍ରୀକୃଷ୍ଣ ସେଇ ଯୋଉ କଥା କୁହାଯାଏ ଯେ ଠାକୁରଙ୍କର ଯୋଉ କଥାଟା ପ୍ରଥମ କଥା ହେଲା ଠାକୁର ପ୍ରଥମେ ଦେଖିଲେ ଯେ ଆପଣଙ୍କ ଆମିଷ ଖାଇବା କଥା କହୁଛି ଠାକୁରଙ୍କୁ ପଚରା ଯାଇଛି ଆପଣ ଆମିଷ ଖାଇଥିଲେ ନା ହଁ ମୁଁ ଖାଇଛି ନା କଣ ଖାଇଲେ ନା ମାଛଟା ଖାଇଲି ଦେଖନ୍ତୁ ନା ମାଛ ଖାଇଲେ କଣ ହେଲା ନା ମାଛ ଖାଇଲା ଫଳରେ ମୁଁ ଦେଖିଲି ପ୍ରଥମେ କଣ କଲି ନା ଗୋଟେ ଏମିତି କଣ କଲି ଗୋଟେ କୌତୁହଳ ଭାବରେ ଖାଇଲି ମାଛର କଣ କେମିତି ଲୋକ ଖାଉଛନ୍ତି କଣ କଥା ହେଲା ଖାଇଲି ତେଣୁ ମତେ ଭଲ ଲାଗିଲା ନାହିଁ ତାପରେ ଆଉ ଥରେ ଜଣେ ବାଧ୍ୟ କଲା ତା ପାଖରେ ଖାଇଲି ଭଲ ଲାଗିଲା ନାହିଁ ସବୁ ଧୀରେ ଧୀରେ ଦେଖିଲି ଯେତେବେଳେ ଖାଇଲା ମାନେ କଣ ହଉଛି ମୋ ଶରୀରର ଯୋଉ ଆପଣଙ୍କର ଯୋଉ ମାନେ ଏକଦମ ଗୋଟେ ବିକ୍ଷୁବ୍ଧ ଭାବ ସୃଷ୍ଟି ହଉଛି ଶରୀରରେ ବେଶୀ କଣ ଗୋଟେ ପୁରା ବିଷକ୍ରିୟା ସୃଷ୍ଟି ହଉଛି ନାମ ଧାନ ଠିକସେ ହଉନି କୌଣସି ପ୍ରକାର କିଛି ହେଇପାରୁନି ତେଣୁ ତାପରେ କଣ କଲି ଛାଡିଦେଲି ଦେଖନ୍ତୁ ଭୁଲ କଥା ଯୋଉ କଥା କୁହାହେଲା ଏଇଟା ନିଜେ ଦେଖନ୍ତୁ ଠାକୁରଙ୍କ ଯୋଉ କଥା କୁହାଯାଉଛି ଅସତ୍ କର୍ମ କଥା ନୁହଁ ଏଟା ଗୋଟେ ଅନ୍ୟାୟ ଯୋଉ କଥା କରାହେଲା କାରଣ ଠାକୁର ନିଜେ ହିଁ ଯୋଉ କଥାରେ ଯେ ପ୍ରାଣୀ ହତ୍ୟା କରୁନାହିଁ ପ୍ରାଣୀ ଜିନିଷ କରୁନାହିଁ ମାଆଙ୍କଠୁ ଶିଖିଥିଲେ କିନ୍ତୁ ସେଇଟାକୁ ସେ କଣ କଲେ କୌଣସି ପ୍ରକାରର ଗୋଟେ ଏଥିରେ ଆସି ତାକୁ ଖାଇଛନ୍ତି ପରବର୍ତ୍ତୀ ସମୟରେ ତା ସଂଶୋଧନ କରିଛନ୍ତି ଏବଂ ସେଇଟାକୁ ସେ ଲୋକ ଚକ୍ଷୁରେ କାରଣ ଏଇଟା ହଉଛି ତାଙ୍କର ଗୋଟେ ମାନେ ଲୋକମାନଙ୍କ ପାଇଁ ନିଜସ୍ୱ ଠାକୁର ଯାହା କହନ୍ତି ଏବଂ ତାହା କରନ୍ତି ଏବଂ ଯାହା କରନ୍ତି ତାହା ହିଁ କହନ୍ତି ଯୋଉ କଥା କୁହାଯାଏ ତେଣୁ ଲୋକମାନଙ୍କ ପାଖରେ ଗୋଟେ ଏକ୍ଜାମ୍ପଲ ରଖିବାକୁ ଯାଇକିରି ସେଇ ଯୋଉ କାମଟା କରିଛନ୍ତି ଆଉ ଗୋଟେ କଥା ଠାକୁର ତାଙ୍କ ନିଜ ଜୀବନ ଗୋଟେ କଥା କହିଛନ୍ତି ଯେ ଯେ ଗୋଟେ ଜିନିଷ ଏମିତି କଥା କଣ ହେଲା ତାଙ୍କର ବୟସ ବଢିଛି ସେତେବେଳେ କଣ ହେଇଛି ସ୍ୱାଭାବିକ ଭାବରେ ତାଙ୍କର କଣ ହେଇଛି ନା ଗୋଟେ ଆକର୍ଷଣ ସୃଷ୍ଟି ହେଇଛି ନାରୀ ଜାତି ପ୍ରତି ନିଜେ ହିଁ କହିଛନ୍ତି ତେଣୁ ସେ କଥା ହେଲା ଯେ କହିଲି ମୋର ସ୍ୱପ୍ନରେ କଣ ହେଲା ଦେଖିଲି ପ୍ରଥମେ ଦେଖିଲି ଗୋଟେ ପରମା ସୁନ୍ଦରୀ ନାରୀଟି ସେ ବାରମ୍ବାର ବାରମ୍ବାର ମତେ କହୁଛି ଯେ ତମେ ମତେ ଯୋଉ ବିବାହ କରିଦିଅ ଠାକୁର କହିଲେ ଯେ ମୁଁ ଏମିତି ବହୁତ ଥର ପ୍ରଲୋଭନରେ ପଡି ମୁଁ କହିଲି ନାଇଁ ନାଇଁ ପ୍ରଲୋଭନରେ ପଡେ ବେଳେ ହଁ ମାରିଦିଏ ବେଳେ ନାଇଁ 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 ମୁଁ ତ ପରମ ପିତାଙ୍କ ପାଇଁ ଆସିଛି ହେଲା ତୋ ସାଙ୍ଗରେ ସମ୍ପର୍କ କିଛି ନାହିଁ ସେଠୁ ସିଏ କରେ ସେ ନାରୀଟି କହେ ନାଇଁ ନାଇଁ ସେ ଆପଣ ଯୋଉ ଆପଣ ଯୋଉ ପରମ ପିତା ଅଛନ୍ତି ସେ ପରମ ପିତା କଣ ଦରକାର ଆମର ଯୋଉ ଦରକାର ନାହିଁ ଆପଣ ଆସନ୍ତୁ ଶାନ୍ତିରେ ରହିବା ଭଲରେ ରହିବା ଏମିତି ହେଇ ହେଇ ପାଖାପାଖି 3 ଦିନ ଧରି ଠାକୁର କଣ କରିଛନ୍ତି ସେଇଟାକୁ ଆପଣଙ୍କ ଦେଖିଛନ୍ତି ସ୍ୱପ୍ନ ଦେଖିଛନ୍ତି ବାରମ୍ବାର ବାରମ୍ବାର ସେ ଆସିକି ଠାକୁରଙ୍କୁ ଡିଷ୍ଟର୍ବ କରୁଛି କହୁଛି ଏମିତି ଆସନ୍ତି ଠାକୁର ନାଇଁ ନାଇଁ ପରମ ପିତା ଲାଷ୍ଟ କୁ କଣ ହେଇଛି ନା ଠାକୁର ଭାବିଛନ୍ତି ଆରେ ଦେଖିବା ଏଇ ଝିଅଟି ତ ଭଲ ଅଛି ଏବଂ ଆରି ସହିତ ରହିଯିବା ଦେଖନ୍ତୁ ନିଜେ ହିଁ କହୁଛନ୍ତି ମନ ମୋର ଟିକେ ଢଳିଗଲା ମୁଁ ଭାବୁଛି ସେଥିରେ ଟିକେ ରହିଯିବି ଏଇ ସମୟରେ କଣ ହେଲା ମୁଁ ଦେଖିଲି ମୋ ମାଙ୍କର ଏକ ଭୟାନକ ରୂପ ମା ଯେତେବେଳେ କଣ କରୁଛନ୍ତି ଆସିକି କହୁଛନ୍ତି ଆରେ ତୁ କଣ ନାମ କରିପାରୁନୁ ଠାକୁର କହୁଛନ୍ତି ଯେତେବେଳେ ମୁଁ ହଠାତ୍ ମୋ ଚେତନା ଫେରି ଆସିଛି ମୁଁ ନାମ ଟା କରିଦେଇଛି ସେଇ ସମୟରେ କଣ ହେଇଛି ମୋ ଦେହରୁ ଏପରି ଭାବରେ ଗୋଟେ ରଶ୍ମି ନିଗ୍ରତ ହେଇଛି ସେଇ ଯୋଉ ଆପଣଙ୍କ ସେ ପରମା ସୁନ୍ଦରୀଟି ସଙ୍ଗେ ସଙ୍ଗେ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କର ବିଲୀନ ହେଇଯାଇଛି ଠାକୁର କହିଲେ ମୋ ଚେତନା ଫେରି ପାଇଛି ସେଥିରେ ଦେଖନ୍ତୁ ଯୋଉ କଥା ମୁଁ କିଛି ସମୟ ପାଇଁ ନା ଆମର ବିଚ୍ୟୁତ ହେଇଛି ଯୋଉ ସମୟ କଥାଟା ମୁଁ ସଙ୍ଗେ ସଙ୍ଗେ ପୁଣି ଚେତନା ଫେରି ପାଇଛି ତେଣୁ ତୁମେମାନେ ସେମିତି କିଛି କର ନାହିଁ ଯୋଉ ପ୍ରକାର କଥାରେ ଯୋଉ ଅସତ୍ କର୍ମ କଲା ଫଳରେ ତୁମେ ତାକୁ ଆଉ କୌଣସି ପ୍ରକାରର ସେଠିଆ ପ୍ରତିକ୍ରିୟା ଯାହା ବି ହେଲେ ମଧ୍ୟ ତାକୁ ତମେ ତାକୁ କଣ ପାରିବନି ସହାୟ କରିପାରିବ ନାହିଁ ଦେଖନ୍ତୁ ଏଇଟା ନିଜେ ଶ୍ରୀ ଠାକୁରଙ୍କ ନିଜ ସମ୍ମୁଖ ନିଃସୃତ ବାଣୀ ଯୋଉ କଥା କୁହାଯାଏ ତେଣୁ ସେ ନିଜେ ହିଁ ତାକୁ ଅନୁଭବ କରିଛନ୍ତି ଯେ ଜିନିଷଟା କଣ ଏଇ କଥାରେ ଦେଖନ୍ତୁ
असत कर्म जदि मनीष करिवो से भाबियो देखंतु दीटा कथा हेई पारे गोटा कथा हला जे ए प्राय लोक कोन करंती ना असत कर्म जो कथा रहिला अन्याय किछि कथा हला से माने कोन करंती लुचेइकिरी करंती से भाबंती जे मोर कामटा के देखि पारु नै मो कामटा के आपनकर जानि पारु नै तेणु एतरे किछि प्रॉब्लम नै आ किछि असुविधा नै देखंतु गोटे केंतु वास्तव उदाहरण गोसाईदा थिले ठाकुर को जानि सम जानि चिंत गोता आपनकर सतीश चंद्र गोस्वामी से होचंती आपनकर प्रभु श्री आपनकर जो आपनकर चैतन्य महाप्रभुंकर से होचंती आपनकर वंशधर तेणु सतीश चंद्र गोस्वामी सतीश दा ठाकुर कहते गोसाई दा बोली कहते ସେତେବେଳେ ସେ କଣ କରିଛନ୍ତି ନା କିଛି ଲୋକଙ୍କର ଆପଣଙ୍କର କିଛି ବାଳକ ମାନଙ୍କର ତାଙ୍କର ଆପଣଙ୍କର ଯୋଉ ରହେ ତାଙ୍କର ଯୋଉ ଆପଣଙ୍କର ପଇତା ପିନ୍ଧା ଯୋଉଟା କଥା କୁହାଯାଉଛି ଯୋଉଟାରେ ଆପଣଙ୍କର ତାଙ୍କୁ ଯୋଉ ମାନେ ବ୍ରହ୍ମଚାରୀ କରାଯାଏ ତ ସେଇଟା ସେ କଣ କରିଛନ୍ତି ନା ଆଶ୍ରମ ଠାରୁ ବହୁତ ଦୂରରେ ସେ କରିଛନ୍ତି ଯେତେବେଳେ ସେ ଯେତେବେଳେ ଆପଣଙ୍କର ଯଜ୍ଞାନୁଷ୍ଠାନ ହେଇଛି ଯଜ୍ଞର ଯୋଉ ତେଜ ସେ ଯୋଉ ଆପଣଙ୍କର ଯୋଉ ନିଆଁ ଧାସଟା ଅଛି ଛୋଟ ପିଲାମାନେ କାଳେ ବେଶୀ ସମୟ ତାକୁ ସହ୍ୟ କରି ପାରିବେ ନାହିଁ ଭାବିକି ସେ କଣ କରିଛନ୍ତି ନା ମନ୍ତ୍ରଟାକୁ ଛୋଟ କରିଦେଇଛନ୍ତି ଶୁଣି ଜାଣିଛନ୍ତି ଛୋଟ କରିଛନ୍ତି ସେ କଣ କରିଛନ୍ତି ତାଙ୍କ ମୁଣ୍ଡରେ ଅଛି ଯେ ମୁଁ ତ ହଉଛି ମାନେ ହଉଛି ଯଜ୍ଞକର୍ତ୍ତା ମାନେ ମୁଁ ହଉଛି ଆପଣ ଯଜ୍ଞ ତୃତିକ ମୁଁ ଆଉ ଏଠି ପିଲାମାନଙ୍କର ଯୋଉ କଥାଟା ହେଇଛି ଏଠି ଆପଣଙ୍କ ଯୋଉ ଆପଣଙ୍କର ଆପଣ ଯୋଉ ବ୍ରତାନୁଷ୍ଠାନ ହେଲା ଏଠି ଏଠି କିଏ ସେ କଥା କିଏ ହେଇପାରିବ ଜାଣିପାରିବ ନାହିଁ ମୁଁ ସେଟା ମନ୍ତ୍ର ଯେତିକି ପାରିବି ଯେତିକି ତାକୁ ଚାହିଁଲେ ଠିକ ଠାକ କରିବି ଚାହିଁଲେ କମେଇବି ଚାହିଁଲେ ଯାହା କିଛି କରିବି ଏଠି କିଏ ଜାଣୁଛି ସିଏ ଭାବିଲେ ସତ କଥା ସିଏ ବି ସତ କଥା ଯେତେବେଳେ ନିଜେ ଗୋସାଇଁଦା ବସିଛନ୍ତି ମନ୍ତ୍ରାନୁଷ୍ଠାନ କରୁଛନ୍ତି ଆପଣଙ୍କର ସେଠି ଆଉ ସମସ୍ତଙ୍କ ଧାରଣା ନାହିଁ ଯେ ସତରେ କଥା କଣ ହେଇଛି ନା ଯୋଉ କର୍ମାନୁଷ୍ଠାନ ହବା କଥା ସେ କଣ ହେଇଛି ସେଥିରେ ଆପଣଙ୍କର କମ ରହିଯାଇଛି ଜାଣି ଶୁଣି କିଛି ମନ୍ତ୍ର ସେଠି ପାଠ କରିନାହାନ୍ତି ଏତେ ସମୟ କିଏ ଆପଣ ନିଆଁ ପାଖରେ ବସିବ ଆରେ ଦେଖିଲା ଗରମ ଦିନ କିଏ ନିଆଁ ପାଖରେ ବସିବ ପିଲାମାନଙ୍କ କଥା ତ ହଁ ଚଳିବ ଦେଖନ୍ତୁ ଏଠି କଣ ହେଲା ନା ଗୋଟେ ଅନ୍ୟାୟ କର୍ମ ହେଲା ବ୍ରତାନୁଷ୍ଠାନ ପାଇଁ ଯାହା ଦରକାର ବ୍ରତ ଗ୍ରହଣ ପାଇଁ ଯୋଉ କଥା କୁହାଯାଏ ଯାହା ଯାହା ଦରକାର ବ୍ରହ୍ମଚାରୀ ପାଇଁ ଯାହା ଯାହା ଦରକାର ସେତିକି ଜିନିଷ ହେଲା ନାହିଁ ଦେଖନ୍ତୁ ଏଇ କଥାଟା କଣ ହେଲା କେବଳ ଗୋସାଇଦା ଜାଣିଲେ ଏକୁଟିଆ ଜାଣିଛନ୍ତି ସେ କଥା ଶେଷ ଆଉ କେହି ଜାଣିନାହାନ୍ତି କି ଏ କଥା ଜାଣିବା ସୁଯୋଗ ବି ନାହିଁ ତେଣୁ ସେଇ କଥା ତେଣୁ ଆମେ ଯେତେବେଳେ ଆମେ କୌଣସି ଆମର ଯୋଉ ଆମେ କଣ କରୁ ଆମର ଯୋଉ ଆମର କୌଣସି ପ୍ରକାର ଆମର ଯୋଉ ପୂଜା ପାଠ କରୁ ଯାହା ଯାହା କିଛି କରୁ ତେଣୁ ବ୍ରାହ୍ମଣ ଯେତେବେଳେ ସେ ଯାହା ପଢିଲେ କଣ ପଢିଲେ ସେ ବିଷୟରେ ଆମେ କିଛି ଧାରଣା ମୁଣ୍ଡରେ ନଥାଏ ସେ ଭାବୁ ସେ ଯାହା କରୁଛନ୍ତି ହଁ ଠିକ କରୁଛନ୍ତି ତେଣୁ ସେଇଭଳି କଥା ସେଥିରେ ପୁଣି କଣ ହୁଏ ନା ଆପଣଙ୍କର ନିଜେ ଗୋସାଇଁ ଦା ଅଛନ୍ତି ତାର କଣ ହେଲା ଆପଣ ପାଖାପାଖି 11-12 ଦିନ ପରେ ସେ ଯୋଉ ବ୍ରହ୍ମଚାରୀ ମାନେ ଅଛନ୍ତି ତାଙ୍କୁ ନେଇକିରି ସେ କଣ କଲେ ଆଶ୍ରମକୁ ଆସିଲେ ଠାକୁରଙ୍କ ପାଖକୁ ଆସିଛନ୍ତି ଠାକୁର ପ୍ରଣାମୀ କରିକିରି ତ ଠାକୁର କହୁଛନ୍ତି କଣ ଗୋସାଇଦା ଭାବିଲେ କଣ କେହି ଦେଖିପାରିବେନି ନା ଜାଣିପାରିବେନି ଗୋସାଇଦା କିଛି ବୁଝିପାରୁନାହାନ୍ତି କଣ ଏ କଥା ଠାକୁର କହୁଛନ୍ତି ଗୋସାଇଦା ମୁଁ ଏଇଟା ଆପଣଠାରୁ ଆଶା କରିନଥିଲି ଆପଣଠାରୁ ଏ କଥା ଆଶା କରିନଥିଲି ସେଠି କଣ ହେଇଛି ସଙ୍ଗେ ସଙ୍ଗେ ମନକୁ ପାପ ଛୁଇଁଛି କହିଲା ହେ ସେ ସତ କଥା ତ ମୁଁ ସେଠି ଭୁଲ କରିଛି କ୍ଷମା ପ୍ରାର୍ଥନା କରିଛନ୍ତି ଠାକୁର ମୋର ଭୁଲ ହେଇଯାଇଛି ସେଠି ଏମିତି ଗୋଟେ ଘଟଣା ହେଇକିରି ମୁଁ ଭାବିଛି କଣ ଖରା ତାସ ଆସୁଛି ଏବଂ ଛୋଟ ପିଲା କାଳେ ସହିପାରିବେନି ସେଇଭଳି ଭାବରେ ଇଏ କରିଦେଇଛି ଠାକୁର କହିଲେ ନାଇଁ ଆପଣ ଯୋଉ ଅନ୍ୟାୟ କାମଟା କଲେ ତାର ଆପଣ କଣ କରିବେ ନା ଆପଣ ତାର ଏବେ ସଙ୍ଗେ ସଙ୍ଗେ ପ୍ରତିବିଧାନ କରନ୍ତୁ ଆପଣଙ୍କର କେହି ସିନା ଜାଣିପାରିଲେନି କିନ୍ତୁ ମୋ ଆଖିରୁ କଣ ବଞ୍ଚିଗଲେ 11 ଦିନ ପୂର୍ବରୁ ସେ ଯାଇଛନ୍ତି ସେଠି ଇଏ କରିଛନ୍ତି ଠାକୁର ବି ସେ ଜାଣିନାହାନ୍ତି କିନ୍ତୁ ଏ ଦେଖନ୍ତୁ ପ୍ରତି ମୁହୂର୍ତ୍ତରେ ତାଙ୍କ ପାଖରେ ଆପଣଙ୍କର ଯୋଉ କଥା ଅଛି ଖବର ଅଛି ମାନେ ଯାହା ମୁଁ କରେ ଯାହା ମୁଁ କହେ ଯାହା ମୁଁ ଚିନ୍ତଇ ମନେ ଜଗତ ଈଶ୍ୱର ଜାଣୁଛନ୍ତି ପ୍ରତି ଅନୁକ୍ଷଣେ ଯୋଉ କଥା କୁହାଯାଏ ସେଇ କଥା କଣ ହଉଛି ପ୍ରତି କ୍ଷଣରେ ସେ ଜାଣୁଛନ୍ତି ମୁଁ କଣ କରୁଛି ମୁଁ କଣ ଚିନ୍ତା କରୁଛି ଏବଂ ମୁଁ ଯାହା କରିବାକୁ ଯାଉଛି ସବୁ କିଛି ତାଙ୍କ ପାଖରେ ସେଇ ଜିନିଷଟା ଅଛି ସେଇ କଥା ମନରେ ଆସିଲା ମାନେ ଜାଣିବା କଥା ସେଠି ଇଏ ହଉଛି ଦେଖନ୍ତୁ ଆପଣଙ୍କର ଗୋସାଇଦାଙ୍କ କଥା ସଙ୍ଗେ ସଙ୍ଗେ ସେଠି କଥା କଣ ହେଲା ଯୋଉ ଅନ୍ୟାୟ କର୍ମ ହେଲା ଅନ୍ୟାୟ କର୍ମର କଥାଟା ଠାକୁରଙ୍କ ପାଖରେ ଧରା ପଡିଗଲା ସେଇ ଜିନିଷଟା ତେଣୁ ଏଇ ଯୋଉ ଜିନିଷ ଧାରା ରହିଲା ମଣିଷ ଯଦି ୟାକୁ ସମର୍ଥନ କଲା ଯେ ମୁଁ ଅନ୍ୟାୟ କାମ ଯାହା କରୁଛି
हाँ देखिए चालू ठीक ठाक चालू किसी प्रोब्लेम नहीं किंतु तापर जो जो भयंकर क्षति हबो तार देखंतु केमिति अवस्था आ गोटी वास्तव उदाहरण जे एटा होचे श्री श्री ठाकुरଙ୍କ ସମୟର କଥା ସେତେବେଳେ କଣ ହେଇଛି ନା ଯେ ଆପଣଙ୍କର ଏଟା ହଉଛି ଆପଣଙ୍କର ଏଟା ହଉଛି ହିମାୟତପୁର କଥା ହିମାୟତପୁରରେ କଣ ହେଇଛି ନା ଆଶ୍ରମ ପାଖରେ ଆପଣ ଦେଖନ୍ତୁ ଆଶ୍ରମ ପାଖରେ କଣ ହେଇଛି ନା ଅନନ୍ତ ମହାରାଜ ଜାଣିଥିବେ ସମସ୍ତେ ଜାଣିଛନ୍ତି ଅନନ୍ତ ମହାରାଜ ଜାଣିଛନ୍ତି ଅନନ୍ତ ମହାରାଜ ଠାକୁରଙ୍କର ନିଜର ଯାହାକୁ କହନ୍ତି ବାଲ୍ୟ ସହଚର ତାଙ୍କର ସାଧନାର ସବୁ କିଛି ଯାହାକୁ କହନ୍ତି ସେ ପ୍ରଥମ ଦୁଇ ଜଣ ଯୋଉ ଠାକୁରଙ୍କ ଦୀକ୍ଷା ନେଇଥିଲେ ସିଏ ହଉଛନ୍ତି ଆପଣଙ୍କର ସେ ଯୋଉ ଆପଣଙ୍କର ନିଜ ଅନନ୍ତ ମହାରାଜ ଏବଂ ଆପଣଙ୍କର ହଉଛନ୍ତି କିଶୋରୀ ମୋହନ ଦାସ ତେଣୁ ଏଇ ଦି ଜଣ ଯୋଉ କଥା ହେଲା ସେଥି ମଧ୍ୟରୁ କିଶୋରୀ ମୋହନ ଦାସ ସେତେବେଳେ ଥିଲେ ଯାହାକୁ କହନ୍ତି ଜଣେ କମ୍ପାଉଣ୍ଡର ଡାକ୍ତର ସାର୍ ତାଙ୍କର ଡାକ୍ତରୀ କାମ କରୁଥିଲେ ତେଣୁ ତାଙ୍କୁ ସମସ୍ତେ ଡାକ୍ତର ବୋଲି ଡାକୁଥିଲେ ସେ ନାଁକୁ ଡାକ୍ତର ଥିଲେ କିନ୍ତୁ କାମଟା ଥିଲା ସମ୍ପୂର୍ଣ୍ଣ ଓଲଟା ତାଙ୍କର କାମର ଓଲଟା ମାନେ କଣ ନା ଯେତେ ପ୍ରକାର ଗୁଣ୍ଡାମି ବଦମାସି ଯାହା ଯେତେ ପ୍ରକାର ହେଇପାରିବ ଏମିତି ସେ କହୁଥିଲେ ଯେ ଇଣ୍ଡିଆନ ପେନାଲ କୋଡରେ ଏମିତି କିଛି କୋଡ ନାହିଁ ଯେ ଯାହାର ମାନେ ତା ପାଇଁ ମୁଁ ସେମିତି କାମ ଯୋଉ ଆପଣଙ୍କର ଯୋଉ କାମ କରିନାହିଁ ସେ ବାରମ୍ବାର କରି ଆସୁଥିଲେ ଦେଖନ୍ତୁ ସେ କଥା ଯେହେତୁ ସମସ୍ତେ କଥା କଣ ଥିଲା ଯେ ଡାକ୍ତର ବୋଲି ସେମାନେ ଲୋକମାନେ ଇଏ କରୁଥିଲେ ଆପଣଙ୍କର ଗାଁରେ ହୁଏ କଣ ନା ଗାଁରେ ଡାକ୍ତର ମାନଙ୍କର ବହୁତ କିଛି ପ୍ରଭାବ ଡାକ୍ତର ମାନେ ସମସ୍ତେ ଭଗବାନ ବୋଲି ଭକ୍ତି କରନ୍ତି ତେଣୁ ସେ ଯେତେ ଯାହା କଲେ ବି ଅନ୍ୟାୟ କାମ ଅସତ୍ କାମ କଲେ ମଧ୍ୟ ତାଙ୍କୁ ସମସ୍ତେ କ୍ଷମା ଦେଇ ଦଉଥିଲେ ଡାକ୍ତର କାମ କରୁଥିଲେ ଛାଡ ଡାକ୍ତର ବାବୁ କରୁଛନ୍ତି ତ ଆଉ ଏମିତି କହି କ୍ଷମା ଦେଇ ଦଉଥିଲେ ଦେଖନ୍ତୁ ସେତେବେଳେ କଣ ହେଲା ଠାକୁରଙ୍କ ସେ କଥା ତାଙ୍କର ପଡିଲା ଠାକୁର କଣ କଲେ ତାଙ୍କ ସହିତ ମିଳାମିଶା କଲେ ସମସ୍ତେ ଠାକୁରଙ୍କୁ ମନା କଲେ ଏମିତି କଥା ହେଇଛି ଠାକୁରଙ୍କୁ ତାଙ୍କ ମା କଣ କରିଛନ୍ତି ମାତା ମନମୋହିନୀ ଦେବୀ ବାଡିରେ ବାଡେଇଛନ୍ତି ତା ସହିତ ମିଶ ନା ସେ କିଶୋରୀଟା ଏକଦମ ବଦମାସଟା ଗୁଣ୍ଡାଟା ତୁ ତା ସହିତ ମିଶ ନା ସେ କହିଛନ୍ତି ମା ଜମା ତୁ ବ୍ୟସ୍ତ ହ ନାହିଁ ତୁ ଭାବନି ତୁ ଅନୁକୂଳ ଏମିତି ଭାବରେ ତା ସହିତ ଭାସିଯିବ ଏବଂ ତୁ ଦେଖିବୁ ଯେ ସେ ମୋ କଥାରେ ଭାସିବ ମୁଁ ତା କଥାରେ ଭାସିବି ନାହିଁ ଏକଥା କହିଛନ୍ତି ଏବଂ ଯାଇକି ବାରମ୍ବାର ଆପଣ କଣ କରିଛନ୍ତି କିଶୋରୀ ମୋହନଙ୍କୁ ବୁଝେଇଛନ୍ତି କିନ୍ତୁ କିଶୋରୀ ମୋହନ କଣ ହୁଏ ମାନିବାର ପିଲା ନୁହେଁ ଠିକ ସନ୍ଧ୍ୟା ହେଲେ ତାଙ୍କ ମନରେ ସେ କୁକର୍ମର ଭାବନା ତାଙ୍କ ମନେ ଆସିଯାଉ ସେ ଅନ୍ୟାୟ କର୍ମ କରିବା ପାଇଁ ଭାବନା ଆସିଯିବ ଚୁପଚାପ ଠାକୁରଙ୍କୁ ଛାଡିଦେଇ ଚାଲେ ଏମିତି ହେଇ 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 ପାଖାପାଖି 7 ବର୍ଷ କଟିଗଲା 7 ବର୍ଷ ଧରି ଠାକୁର ତାଙ୍କ ପ୍ରତି ସେମିତି ତାଙ୍କର ବାଟ ଚାଲିଲେ ଦେଖନ୍ତୁ ସେଇଠି ତାଙ୍କୁ ସେ ବିଭିନ୍ନ ପ୍ରକାର ପରୀକ୍ଷା ଯେତେବେଳେ ସେ ଜାଣିଲେ କିଶୋର ମୋହନ ଜାଣିଗଲେ ଯେ ଇଏ ହଉଛନ୍ତି ନା ମୋର ପ୍ରଭୁ ଏଇ ହଉଛନ୍ତି ମୋ ସଦ୍ଗୁରୁ ଯେତେବେଳେ ତାଙ୍କ ମନଟାକୁ ସେ କଣ କଲେ ଠାକୁର କଣ କଲେ ଜାଣିଗଲେ ଇଏ ହଉଛନ୍ତି କୀର୍ତ୍ତନରେ ତାଙ୍କ ମନଟା ଟିକେ ଭଲ ଅଛି ଆଉ ଭଲ ଟିକେ ଆପଣଙ୍କର ଗାଇ ପାରନ୍ତି ସେ ତାଙ୍କୁ କଣ କଲେ ପ୍ରବୃତ୍ତି ତାକୁ ସେଇ ଆଡକୁ ମୋଡିଦେଲେ କୀର୍ତ୍ତନ ଏମିତି କୀର୍ତ୍ତନ ସେ କଲେ ଧୀରେ 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 ତାଙ୍କର ସେଇ ଯୋଉ କୁକର୍ମଟା ତାଙ୍କର ମନରେ ଆସିଗଲା ଆରେ ହେଇ ଏଇ କୁକର୍ମ ମୁଁ କେତେ କଥା କରୁଛି ଆଉ ନିଜେ ସଦ୍ଗୁରୁ ଅଛନ୍ତି ସଦ୍ଗୁରୁଙ୍କର ସନ୍ଧାନ ପାଇଲା ପରେ ମଧ୍ୟ କୁକର୍ମ କରୁଛି ନା ସେ ସେଇଠି କଣ କରିଛନ୍ତି ଦେଖନ୍ତୁ ଅନ୍ୟାୟ କର୍ମ ସେଇଠି ବନ୍ଦ କରିଛନ୍ତି ସବୁ କିଛି ସେଇଠି ଆପଣଙ୍କର ବନ୍ଦ କରି ଠାକୁରଙ୍କ ଚରଣ ନିଜ ସମ୍ପୂର୍ଣ୍ଣ ସମର୍ପି ଦେଇଛନ୍ତି ଏବଂ ସିଏ ହେଇଛନ୍ତି କୀର୍ତ୍ତନ ଋଷି ଯାହାକୁ କୁହାଯାଏ ସତ୍ସଙ୍ଗର ଯାହାକୁ କହନ୍ତି ଜଣେ ମୌଡମଣି ଯାହାକୁ କହନ୍ତି ଠାକୁରଙ୍କର ଯୋଉ ଭକ୍ତ ବଳୟ ଅଛନ୍ତି ତାଙ୍କ ମଧ୍ୟରେ ସର୍ବପେକ୍ଷ ଯାହାକୁ ହଉଛନ୍ତି କିଶୋରୀ ମୋହନ ଦାସ ହଉଛନ୍ତି କଥା ଦେଖନ୍ତୁ ଆଉ ଗୋଟିଏ କଥା ସେ ଅନନ୍ତ ମହାରାଜଙ୍କ କଥା ସେ କଥା କହୁଛି ଅନନ୍ତ ମହାରାଜ ହଉଛନ୍ତି ଠାକୁରଙ୍କ ଅନନ୍ୟ ବନ୍ଧୁ ଯାହାକୁ କୁହନ୍ତି ଯାହାଙ୍କର ଦେହାନ୍ତରେ ଠାକୁର କଣ କରିଥିଲେ ଗୋଟାଏ ବର୍ଷ ଆପଣ ଆଶ୍ରମ ଛାଡିକି ଯାଇକି ଆପଣଙ୍କର ପଦ୍ମାନଦୀ ତୀରରେ ଗୋଟେ ତମ୍ବୁ କରି ସେ ଜାଗାରେ ରହିଥିଲେ ଗୋଟାଏ ବର୍ଷ ଆଶ୍ରମକୁ ଜମା ଟୋଟାଲି ଆପଣଙ୍କର ଫେରିଲେ ନାହିଁ ଯେମିତି ଅବସ୍ଥା ତେଣୁ ଭାବନ୍ତୁ କୋଉ ଭଳି ସାଧକ ସେ କୋଉ ସାଧକ ସେ କିନ୍ତୁ ସେଇ ଯୋଉ କଥାଟା ପ୍ରବୃତ୍ତିରେ ପଡି ଗୋଟାଏ କଥା ଯୋଉ କଥା ଅସତ୍ କର୍ମ ହେଇଛି ଅନ୍ୟାୟ କର୍ମ ଟିକେ ହେଇଗଲା ଟିକେ ମାତ୍ର କର୍ମ ଯାହା ଫଳରେ କି ବହୁତ ବଡ ଘଟଣା ଘଟିଗଲା କାହିଁକି ସେ ତାର ସଂଶୋଧନ କଲେ ନାହିଁ କିଶୋରୀ ମୋହନ ଦାସ ତାଙ୍କର ସଂଶୋଧନ କରିଦେଲେ କିଶୋର ମୋହନ ଦାସ ସଂଶୋଧନ କଲେ ଏବଂ ସେ ଆପଣଙ୍କର କଣ ହେଲା ତାପରେ ଆପଣଙ୍କର ସେଇ ଜାଗାରେ ବଞ୍ଚିଗଲେ ଏବଂ ତାଙ୍କର ଜୀବନ ବଞ୍ଚିଲା ସବୁ କିଛି ହେଲା ଠାକୁରଙ୍କର ଅତି ପ୍ରିୟ ହେଇ ଉଠିଥିଲେ କୀର୍ତ୍ତନ ଋଷି ହେଇଗଲେ କିନ୍ତୁ ସେଇ ଜାଗାରେ ଅନନ୍ତ ମହାରାଜ ଏତେ ବଡ ସାଧକ ଜଣେ ବିଖ୍ୟାତ ସାଧକ ଠାକୁରଙ୍କର ସର୍ବାପେକ୍ଷା ବଡ ଶିଷ୍ୟ ଯାହାକୁ କହନ୍ତି କିନ୍ତୁ ସେଇ ଗୋଟିଏ ପ୍ରବୃତ୍ତିରେ ଫାନ୍ଦରେ ପଡି ଗୋଟିଏ ଅସତ୍ କର୍ମ ହେଇଗଲା ଯାହା ଫଳରେ କି ସତ୍ସଙ୍ଗକୁ ବହୁତ ବଡ କ୍ଷତି ପଛରେ ଘଟିଲା
ତାଙ୍କର କଣ ହେଲା ତାଙ୍କର ନିଜର କେହି ନଥିଲେ, ପୁରା ତାଙ୍କର ଥିଲେ। ସେ କଣ ହେଲା ଯେତେବେଳେ ସେ ଯାହା ଜମି କିଣା ହଉଥିଲା, ତେଣୁ ସେତେବେଳେ ସିଏ କଣ ହେଲା ନା ସବୁ ସେତେବେଳେ ସତ୍ସଙ୍ଗ ରେଜିଷ୍ଟ୍ରେଟ ଆପଣଙ୍କର ବଢି ନଥିଲା, ତେଣୁ ସେ କଣ ହେଲା ପ୍ରାୟ ସତ୍ୟ କଣ ହଉଥିଲା ନା ସେତେବେଳେ ଆପଣଙ୍କର ଅନନ୍ତ ମହାରାଜଙ୍କ ନାଁରେ ମଧ୍ୟ କିଛି ଜାଗା କିଣା ହେଇଥିଲା, କିଛି ଜାଗା କିଣା ହେଇଛି, କିଛି ଆପଣଙ୍କର ଘର କିଣା ହେଇଥିଲା, କିଛି କିଣା ହେଇଥିଲା। ଯେତେବେଳେ ସତ୍ସଙ୍ଗ ରେଜିଷ୍ଟର୍ଡ ବଡି ହେଇଗଲା, ଠାକୁର କହିଲେ ଗୋଟେ କାମ କର, ତୋ ନାଁରେ ଯୋଉ ସବୁ ଜାଗା ଅଛି ଯାହା ସବୁ ଅଛି ସମସ୍ତ ତାକୁ ସବୁ ସତ୍ସଙ୍ଗ ନାଁକୁ ପୁଣି ଦେଇଦେ। ସିଏ ହଁ ହଁ ମାରିଲେ, ହଁ କରିଦେବି, ଆଜି କରିବି, କାଲି କରିବି, ପରଦିନ କରିବି, ହେଇ କରିଦେବି, ଆସି ଫେରିଲେ କରିଦେବି। ଦେଖନ୍ତୁ ପ୍ରଭୃତି ପ୍ରରୋଚନା ପଡିଥିଲା, କଣ ହେଲା କଥା, ସେ କଥା ହେଲା, କିନ୍ତୁ ସେ ତାକୁ ସଂଶୋଧନ କଲେ ନାହିଁ। ତାଙ୍କର ଯୋଉ କର୍ମଟାକୁ ଠାକୁର ବାରମ୍ବାର କହିଛନ୍ତି ଯେ ଏଇଟା ତତେ ଅସୁବିଧାରେ ପକେଇବ ଅନନ୍ତା, କିନ୍ତୁ ସେ ଶୁଣିଲେନି ତା କଥାଟାକୁ। ଦେଖନ୍ତୁ ଠାକୁରଙ୍କ କଥା ଶୁଣିଲେ ନାହିଁ, ସେଇ ଯେ ପ୍ରଭୃତିର ପ୍ରରୋଚନା ରହିଲେ, ଯାହାଫଳରେ କଣ ହେଲା ନା ପରବର୍ତ୍ତୀ ସମୟରେ ତାଙ୍କର ଦେହାନ୍ତ ହେଇଗଲା, ସେତେବେଳେ କଣ ହେଲା ତାଙ୍କର ପୁତୁରା ଥିଲେ ଧୀରେନ୍ଦ୍ର ରାୟ, ସେ କଣ କଲେ ଆପଣଙ୍କର କିଛି ଖଳ ଲୋକଙ୍କ ଇଏରେ ପଡିକିରି ସତ୍ସଙ୍ଗ ନାଁରେ କେସଟି କଲେ ଯେ ମୋ ବଡ ବାପାଙ୍କର ନାଁରେ ଜମି ଅଛି, ଘର ଅଛି, ତାକୁ ସତ୍ସଙ୍ଗ ଜବରଦସ୍ତି ନେଇଯାଇଛି। ଦେଖନ୍ତୁ ନାଁ ଟା ଚେଞ୍ଜ କଲେ ନାହିଁ, ଠାକୁରଙ୍କ ପଇସା ଯେ ଜାଗା କିଣା ହେଇଛି, ଘର କିଣା ହେଇଛି, ସବୁ କିଛି ଅଛି, କିନ୍ତୁ ସତ୍ସଙ୍ଗକୁ ଫେରିଲା ନାହିଁ। ସେଇ ଜିନିଷରେ ବହୁତ ତାପରେ ଏବଂ ଯାହାକୁ କହନ୍ତି ବହୁତ ପରିଶ୍ରମ, ବହୁତ ଅର୍ଥ ବ୍ୟୟ ସତ୍ସଙ୍ଗ କଲା, ତାପରେ କିଛି କିଛି ଫେରିଲା, କିଛି ଫେରିଲା ବି ନାହିଁ। ଏମିତି ଘଟଣା ଘଟିଗଲା। ଦେଖନ୍ତୁ ଛୋଟିଆ କଥା, ଠାକୁରଙ୍କୁ ସେଇ କଥା ଦେଖନ୍ତୁ ପ୍ରଭୃତି ପ୍ରରୋଚନାରେ ପଡିଲେ, ସେ କଥା ଏତେ ଜଣ ସେ ସାଧକ ସବୁ କିଛି ହେଲା, କିନ୍ତୁ ଏଇ ଛୋଟିଆ ଜିନିଷଟା ପାଇଁ କଣ କଲେ ତାକୁ ସେ ନିଜର ଯୋଉ କର୍ମଟାକୁ, ଏ ଯୋଉ ଅନ୍ୟାୟ କର୍ମଟାକୁ ସେ କଣ କଲେ ସଂଶୋଧନ କଲେ ନାହିଁ, ଯାହା ଫଳରେ କି ଇଷ୍ଟଙ୍କୁ ନିଜକୁ ହିଁ ଆପଣ କଷ୍ଟ କରିବାକୁ ପଡିଲା, ସଦ୍ଗୁରୁଙ୍କୁ ନିଜେ ହିଁ କଷ୍ଟ କରିବାକୁ ପଡିଲା। ଯୋଉ କଥା ଦେଖନ୍ତୁ ଏଇ ମହାମହା ସାଧକ, ତାଙ୍କ ପକ୍ଷରେ ଏମିତି ଘଟଣା ଘଟି ଯାଉଛି, ଆମ ଅବସ୍ଥା ଯାହା କଥା ଯାହା ବୁଝୁଥିବେ ଯୋଉ ଘଟଣା ଘଟୁ। ତେଣୁ ଏଇ ନିଜ କଥା ଯୋଉ କଥା କୁହାଯାଏ, ଏଇଠି ଆଉ ଗୋଟେ କଥା ହେଲା, ଯେତେବେଳେ ଆପଣ ଦେଖନ୍ତୁ କେମିତି କଥାଟା ହୁଏ ଯେ ଏଇ କର୍ମଟାକୁ ଯଦି ଆମେ ନିଜେ ନ କରିବା କେମିତି ପ୍ରୋବ୍ଲେମ ପଡିବା। ଦେଖନ୍ତୁ ଏଇ ଏଇ କଥାଟା କଣ ହେଇଛି ନା ଆପଣଙ୍କର ଯେ ଆପଣଙ୍କର ଏଇ କଥାଟା ହେଇଛି, ନିଜେ ଆଚାର୍ଯ୍ୟ ଆଚାର୍ଯ୍ୟ ଦେବ ଅଛନ୍ତି, ତାଙ୍କ କଥାଟା ପୂଜ୍ୟପାଦ ଆପଣ ଅବିନ୍ଦା ନିଜେ କହୁଛନ୍ତି ଘଟଣାଟା ଦେଖନ୍ତୁ। ସେ କଣ ହେଇଛି ନା 3 ଜଣ ଯାକ ଆସୁଛନ୍ତି, କିଏ କିଏ ଆପଣ ଆଚାର୍ଯ୍ୟ ଦେବ ନିଜେ ଆସୁଛନ୍ତି, ତାଙ୍କ ସାଙ୍ଗରେ ଆପଣଙ୍କର ପୂଜ୍ୟପାତ ସିପାହୀ ଦା ଆସୁଛନ୍ତି, ପୂଜ୍ୟପାତ ବିଙ୍କି ଦେବୀ ଆସୁଛନ୍ତି, ସୁଭଦ୍ରା ବି ସୁଭଦ୍ରା ବି ଆସୁଛନ୍ତି। ଭାବନ୍ତୁ ସେ 4 ଜଣ ଥିଲେ ସେ ଗାଡିରେ। ଆପଣଙ୍କ ଗାଡିରେ ଆସିଲା କଣ ହେଇଛି ନା ଗୋଟେ ପଟରେ ଆପଣଙ୍କର ଚକର ଗୋଟେ ଜାଗାରେ ପ୍ରୋବ୍ଲେମ ଦେଖେଇଛି, ଶେଷକୁ ସେ ଏମିତି ବାରମ୍ବାର ଗୋଟେ କ୍ୟାପ୍ ଥାଏ, ସେ କ୍ୟାପ୍ ଟା ସେ କଣ ବାରମ୍ବାର ଖସି ଯାଉଛି। ତେଣୁ ସେ ଆପଣଙ୍କର ସେସବୁ କଣ ହେଲା, ଜାଣୁଛନ୍ତି ଯେ ଭୁଲଟା ଏଇଆ ହବ, ଜାଣୁଛନ୍ତି ଭୁଲ, କିନ୍ତୁ ସେ କଥା କଣ ହଉଛି ନା ବାରମ୍ବାର ତାଙ୍କ କଥାବାର୍ତ୍ତା ଭିତରେ ଆସୁଛନ୍ତି, ଏବଂ ସେଟା ବାରମ୍ବାର 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 ଯୋଉ ଜିନିଷଟା ଏତେ ହେଇଛି ତାର କୌଣସି ସ୍ଥାୟୀ ବିଧାନ ନ କରିକି ଆସିଛନ୍ତି। କଣ ହେଇଛି ନିଜେ କ୍ୟାପ୍ ଟା ସମ୍ପୂର୍ଣ୍ଣ କାଢି ଦେଇଛନ୍ତି, ଛାଡ କ୍ୟାପ୍ ଟା କାଢିଦବା, ସେମିତି ଗାଡି ଚଲେଇବା। କ୍ୟାପ୍ ଟା କାଢି ଗାଡି ଚଲେଇଛନ୍ତି, ବାଟରେ ଚକ ବାହାରି ଯାଇଛି, ସମସ୍ତେ ଅବସ୍ଥା ଖରାପ, ଜିପ ରେ ପୁରା ଜୋରସେ ପଡିଛନ୍ତି, ଛାତି ମାଡ ହେଇଛି, ବିଭିନ୍ନ ପ୍ରକାର ଘଟଣା ସେଠି ଘଟିଛି। ଏବେ ଭାବନ୍ତୁ ଛୋଟିଆ କଥା, ଛୋଟିଆ ଟିକେ କଥା ଯେ ଆପଣଙ୍କର ଯୋଉ ଜାଗାରୁ ସେଇ ପୂଜ୍ୟପାତ ଅବିନ୍ଦା କହୁଛନ୍ତି ଠାକୁର ବାରମ୍ବାର ବାରମ୍ବାର ଚେତେଇ ଦଉଛନ୍ତି ସେ ଜିନିଷଟା ଏଇଆ, ତାକୁ ସଂଶୋଧନ କରାଗଲା ନାହିଁ, ଯାହା ଫଳରେ କଣ ହେଲା ନା ପଡିକି ସମସ୍ତେ ଖଣ୍ଡିଆ ଖବର ହେଲେ। ଦେଖନ୍ତୁ କଥା କଣ ହେଇଛି, ଯୋଉ କର୍ମଟା ନିଜେ କିପରି ଭାବରେ ଯୋଉ କର୍ମ ଯଦି ସଂଶୋଧନ ନହେଲା ପଛରେ କଣ ହବ ନିଶ୍ଚିତ ଭାବରେ ତାର ଅଛି। ଯେ ଆପଣଙ୍କୁ ଯୋଉ କଥା କୁହାଯାଏ କର୍ମର ଗୋଟେ ପ୍ରତିକ୍ରିୟା ମଧ୍ୟ ମନେ ରଖୁଛନ୍ତି। ସାରା ବିଶ୍ୱରେ ନ୍ୟୁଟନଙ୍କ ଯୋଉ 3rd ଲ ଟା ଅଛି, ସେ ତୃତୀୟ ଯୋଉ କଥା ଅଛି ଗତି ସମ୍ବନ୍ଧୀୟ ଯୋଉ ନିୟମ, 3rd ଲ ଯୋଉ 3rd ଲ ଅଫ ମୋସନ, ଯେ ପ୍ରତିକ୍ରିୟାର ସମାନ ଏବଂ ବିପରୀତ ପ୍ରତିକ୍ରିୟା ଅଛି। ପ୍ରତିକ୍ରିୟାର ଭାବନ୍ତୁ, ପ୍ରତିକ୍ରିୟାର ଗୋଟେ ବିପରୀତ ପ୍ରତିକ୍ରିୟା ମଧ୍ୟ ଅଛି। ଯଦି ଭଲ କଲେ ନିଶ୍ଚିତ ଭାବରେ ଭଲ ହବ, ଯଦି ମନ୍ଦ କଲେ ତାର ନିଶ୍ଚିତ ଭାବରେ ମନ୍ଦ ହବ ହିଁ ହବ। ଆପଣଙ୍କର କେହି ଦେଖୁ ବା ନ ଦେଖୁ ସେ ଜାଗାରେ କ୍ଷମା ପାଆନ୍ତୁ ବା ନ ପାଆନ୍ତୁ। ତ ଏଇଭଳି ଘଟଣା ଦେଖନ୍ତୁ। କିନ୍ତୁ ଦେଖନ୍ତୁ ଆଉ ଗୋଟେ କଥା ଦେଖନ୍ତୁ, ଯୋଉ ଜାଗାରେ
ଆପଣଙ୍କର ଇଷ୍ଟଙ୍କୁ ମାନିକି ମଣିଷ ଚାଲିଲା, ଇଷ୍ଟଙ୍କୁ ମୁଣ୍ଡରେ ନେଇ ଚାଲିଲା, ତାର କଣ ହବ? ତାର ଗୋଟେ ଭଲ ବାଟ, ତାର ଭଲ ବୁଦ୍ଧି ଦେଖାଯିବ। ନାମ ଧ୍ୟାନ କଲା, ଈଶ୍ୱର ଠାକୁରଙ୍କ ପାଖକୁ ଚାଲିଲା, ତେଣୁ ସେ କଣ ତାର ଭଲ ତାର ଯୋଉ ଅସତ୍ କର୍ମ କଲା, ସେ ଅସତ୍ କର୍ମ ପାଇଁ ତାର ଗୋଟେ ସିଏ କଣ କଲା, ଗୋଟେ ଇମ୍ପଲ୍ସ ପାଇବ, ଯେ ସେ ଜାଣିପାରିବ ମୁଁ ଆପଣଙ୍କର ସତ୍କର୍ମ କୋଉଟା, ଅସତ୍ କର୍ମ କୋଉଟା। ମଣିଷ କଣ କରେ, ଦି ପ୍ରକାର କଥା ହେଇପାରେ, ଜାଣି ଶୁଣିଛି କରିପାରେ ଏବଂ ନ ଜାଣିକି ମଧ୍ୟ କରିଯାଇପାରେ। ତେଣୁ ସେଇଟା କଥା ଦି କଥା। ଯଦି ଜାଣି ଶୁଣି ବାରମ୍ବାର କଲା, ଯୋଉଟା କୁହାଯାଏ ତମେ ପୁନର୍ବାର ସେଇ ଦୁଷ୍କର୍ମ ରତ ରହିଲ, ତାହେଲେ ଯୋଉ କଥା ସତ୍ୟାନୁଷ୍ଠାନ କୁହାଯାଇଛି। ତେଣୁ ତମର ଅବସ୍ଥା ଯୋଉ କଥା କୁହାଗଲା, ଯୋଉ ଅବସ୍ଥା ଖରାପ ହବ, ତାର କୌଣସି ସଂଶୋଧନ ମଧ୍ୟ ନାହିଁ। ଭାବନ୍ତୁ, ଯଦି ମଣିଷ ସଂଶୋଧନ କରିବାକୁ ଚାହିଁଲା, ତାହେଲେ ସଂଶୋଧନ କରିପାରିବ। ଯଦି ନ ଚାହିଁଲା, ବାରମ୍ବାର ସେଇ ଦୁଷ୍କର୍ମ ରତ ହେଲା, ତେଣୁ ତାର ଦୁର୍ଗତି ସତ୍ୱର ହିଁ ଆସିବ, ଯୋଉଟା କୁହାଯାଇଛି। ତେଣୁ ତାର ଦୁର୍ଗତି ନିଶ୍ଚିତ ଭାବରେ କଣ ହବ ନା, ବହୁତ ଶୀଘ୍ର ପଳେଇ ଆସିବ। ତେଣୁ ଏଇ ଯୋଉ ଜିନିଷଟା ଯଦି ଆମେ ଜାଣିବା, କର୍ମ ବିଷୟରେ କଥା ହବା, ଆଉ ଗୋଟିଏ ଆପଣଙ୍କ ଯୋଉ କଥା ଅଛି, ମୁଁ ଏଇ କଥା କଣ କହୁଛି, ସେ ବରଦାଙ୍କ ସମୟର କଥା। ସେ ବରଦାଙ୍କ ସମୟରେ କଣ ହେଇଛି ନା, ଜଣେ ନନ୍ଦିତା ବୋଲି ଥିଲେ। ସେଇ ତାଙ୍କର ପୁରାଣାଟା ତାଙ୍କର ପଡୁନି, ତେଣୁ ସେଇ ଯୋଉ ସେ ନନ୍ଦୀ ଥିଲେ, ସିଏ କଣ ହୁଏ ନା, ତାଙ୍କର ଗୋଟେ ଆପଣଙ୍କର ବଦଭ୍ୟାସ ଥିଲା। ବଦଭ୍ୟାସ କଣ ନା, ସିଏ କଣ କରନ୍ତି ନା, ଆପଣଙ୍କର ଜାଣି ଶୁଣି କଣ କରନ୍ତି ନା, କିଛି ଲୋକଙ୍କୁ, ସେ ଆପଣଙ୍କର ଆପଣ ଆନନ୍ଦବଜାରରେ ଥିଲେ, ସେ ଆନନ୍ଦବଜାର କଣ ଥିଲେ ନା, କିଛି ଲୋକଙ୍କୁ ଜାଣି ଶୁଣି କଣ କରନ୍ତି ନା, ତାଙ୍କୁ ମାନେ ଯିଏ ତାଙ୍କୁ ଟିକେ ମାନେ ପ୍ରଣାମ ନ କଲା, ଭଲରେ କଥା ନ କଲା, ଇଏ ନ କଲା, ତାକୁ ସେ କଣ କରନ୍ତି, ଜାଣି ଶୁଣି କମ ଖାଇବାକୁ ଦେବେ, ଭାତ ଫୋପାଡି ଦେବେ। ତାଙ୍କୁ ସବୁ କଣ କରିବେ, ତାଙ୍କୁ ସବୁ ମାନେ ଯୋଉ ମାନେ ଡାଲି ବଳିଥିବ, ଡାଲି ତାଙ୍କର କଣ କରିବେ, ଆପଣଙ୍କର ଯୋଉ ମାନେ ଯୋଉ ଆପଣଙ୍କର ପାଣି ପୁରେଇ ଦେବେ, ଏମିତି ସବୁ କରନ୍ତି। ଭାବନ୍ତୁ, ଏମିତି କରନ୍ତି। ତେଣୁ ଯୋଉ ଲୋକ ଆସି ପଛରେ ଖାଇଲା, ସେ ଲୋକ ଭାବନ୍ତି କଣ, ଏ ଲୋକ ତ ତାର ଇଏ କରିବ, ଆସିବ, ତାର ଖାଇଦେଇ ପଳେଇବ, ଆଉ ମତେ କିଏ ଦେଖୁଛି, ଜାଣୁଛି ହେଲା, ସେଇଟା ଦେଖିବେ। ଆଉ ତାଙ୍କୁ କଣ କରନ୍ତି, ବେଳେ ବେଳେ ସେ କଣ କରନ୍ତି, ଲୋକଙ୍କୁ ସବୁ କଣ କରନ୍ତି, ଆପଣ ପଇସା ମାଗନ୍ତି, ଏ ମତେ କିଛି କିଛି ଦକ୍ଷିଣା ଦେ, କିଛି ଆମକୁ ଦେ। ଲୋକ ଯିଏ ନ ଦେଇ ପାରିଲା, କିଛି ନ କରିପାରିଲା, ସେ ଯିଏ ଦେଲା ତାକୁ ଭଲ ଖାଇବାକୁ ଦେବେ, ତାକୁ ଭଲ କି ତାକୁ ଗରମ ଫରମ କରି ସବୁ ଜିନିଷ ଦେବେ। ଆଉ ଯଦି ଯିଏ ତାଙ୍କୁ ଦକ୍ଷିଣା ନଦେଲା, ତାକୁ ସେ କଣ କରିବେ, ତାପରେ ଏମିତି ବୁଦ୍ଧି କରିଦିଅନ୍ତି ହେଲା। ଭଲ ଭାତ ଦେବେନି, ପାଣି ପୁରେଇ ଦେବେ, ଏମିତି ସବୁ କରନ୍ତି। ଆଚ୍ଛା, ତେଣୁ ସେ ଭାବନ୍ତି ମୁଁ ଯେ ଜାଣିପାରୁନି, ସେ କେହି ତାକୁ ଜାଣୁନାହାନ୍ତି, ଆଉ ସରିଲା କଥା, ଗଲା ଆଉ। କିନ୍ତୁ ଦେଖନ୍ତୁ, ସେଇ ଜାଗାରେ ନିଜେ ଠାକୁର ଅଛନ୍ତି, ନିଜେ ବରଦା ଅଛନ୍ତି। ସେ ବରଦା ତାକୁ ଜାଣିଛନ୍ତି, ଠିକ ଜାଣିଛନ୍ତି। ଦିନେ କଣ ହେଇଛି, ସେ ନନ୍ଦିତାଙ୍କ ପାଖରେ ସେ କଣ ହେଇଛି ନା, ବରଦା ଜାଣି ଶୁଣି କଣ କରିଛନ୍ତି, 4ଟା ଲୋକଙ୍କୁ ପଠେଇଛନ୍ତି, ଯାଅ ଆଜି ତମେ ଖାଇବ, ଆଉ କଣ ଖାଇଲ ଆସି ମତେ ଜଣେଇବ। ସେଠୁ ସେ ଆସି ପହଞ୍ଚନ୍ତି। ନନ୍ଦିତା ସେଠୁ ତାଙ୍କର ଅଭ୍ୟାସ ଯୋଉ ଅଛି, ଦେଖନ୍ତୁ ଅଭ୍ୟାସ ତାକୁ ଯୋଉ ଅଛି, ଆପଣଙ୍କ ପୂର୍ବ ଅଭ୍ୟାସ ଅଛି, ସେ ପୂର୍ବ ଅଭ୍ୟାସ ବଳରେ ତାଙ୍କୁ କହିଛନ୍ତି, ଆଜ୍ଞା ମତେ ଦକ୍ଷିଣା କିଛି ଦିଅନ୍ତୁ। ସେଠୁ ସେମାନେ କହିଲେ, ଆଜ୍ଞା ଦକ୍ଷିଣା କୋଉଠି ଆସିବ, ଆମେ ତ ଗରିବ ଲୋକ, ଆମେ ଦକ୍ଷିଣା କାହିଁ ନା, ହଉ ଠିକ ଅଛି, ବସ ଚାଲି ହେଲା, ଏଠି ଗୋଟେ ଇଏ ହେଲା, ଆଉ ସେଟା ଆପଣ ଦିଆ ହେଇଛି, ଆଉ ଯେମିତି ଆପଣଙ୍କର ଏ ଯୋଉ ମାନେ ଆପଣ ଯାହାକୁ କୁହାଯାଏ, ଆପଣଙ୍କ କଣ ଯୋଉ ମାଗଣା ଖାଇବା କଥା କୁହାଯାଇଛି। ଆଉ ସେ କହିଲେ, ଆଉ ଏମାନେ ସବୁ ଇଏ ଆସୁଛନ୍ତି, ତମ ପାଖରେ କିଛି ପଇସା ପତ୍ର ନାହିଁ, କିଛି ନାହିଁ, ତ ଆସୁଛ କୁଆଡେ, ଏମିତି ତାଙ୍କୁ ଯାହା ସବୁ ଇଏ କରିଛନ୍ତି, ଗାଳି ମନ୍ଦ କରିଛନ୍ତି। ତାଙ୍କର ମନ ଖରାପ ହେଇଛି, ପାଖରେ ବସିଛନ୍ତି। ବସିଲା ବେଳେ କଣ ହେଇଛି, ଜାଣିଛନ୍ତି ତାଙ୍କୁ କଣ କରିଛନ୍ତି, ଥଣ୍ଡା ଭାତ ଦେଇଛନ୍ତି, ଏକଦମ ଡାଲିରେ ପାଣି ପୁରେଇ ଦେଇଛନ୍ତି। ତାପରେ ଆଉ ଗୋଟେ ଖଟା ହେଇଥିଲା, ଖଟା ତାଙ୍କୁ ତାଙ୍କୁ ଦେଇନାହାନ୍ତି। ତାପରେ ସେମାନେ ଖାଇ ପିଇକି ଗଲେ। ବଡା ତାଙ୍କୁ ତାପରେ ଗଲା ପରେ ବଡା ପଚାରିଲେ, ଆରେ ଯୋଉ ଆଜି କଣ ଖାଇଲ? ନା ଆଜ୍ଞା ଭାତ ଖାଇଲୁ, ଯେ ଥଣ୍ଡା, ଏକଦମ ଭାତ, ଯେ ଭାତ କେତେବେଳେ ହେଇଥିଲା ସେ ତ ଠିକ ଠିକଣା ନାହିଁ, ଆଉ ଡାଲି ପୁରା ପାଣିଆ ଡାଲି, କିଛି ତାର ଡାଲି ନାହିଁ, ଏମିତି ସବୁ ସେମାନେ କହିଲେ। ବଡଦା କହିଲେ, କଣ ହେଲା? ଆଜି ତ ମୁଁ ଜାଣିଛି, ଆଜି ଭଲ ଭାବେ ଜାଣିଛି, ଆଜି ଭଲ ଭାତ ହେଇଥିଲା, ଆଉ ତା ସାଙ୍ଗରେ ଡାଲି ବି ହେଇଥିଲା, ଭଜା ବି ଟିକେ ହେଇଥିଲା, ଆଉ ଖଟା ବି ହେଇଥିଲା। ତମେ କଣ ଖାଲି ଏଇ ଜିନିଷ ପାଇଲ? ଆଜି କଣ ଲୋକ ଅଧିକା ହେଇଗଲେ କି? ଡାକ ସେ ନନ୍ଦୀକି ଡାକ। ନନ୍ଦୀ ଆସିଲେ, ସେଠୁ କହିଲେ, ଆରେ ଆଜି କଣ କଣ ହେଇଥିଲା? ନା ଆଜ୍ଞା ଆଜି ଭାତ ହେଇଥିଲା, ଆଉ ଡାଲି ହେଇଥିଲା, ଖଟା ହେଇଥିଲା, ଆଉ ଭଜା ବି ହେଇଥିଲା। ନାଇଁ ଏତେ କଥା ହେଇଥିଲା, ଆଉ ଯୋଉ 4ଟା ଲୋକ ମୋର ଗଲେ, ତାକୁ କଣ ଖାଲି ଥଣ୍ଡା ଭାତ ଆଉ ଏଇ ଯୋଉ ଦେଲୁ? ସେଠି କହିଲେ, ଆଜ୍ଞା ସିଏ ତ ଆସିଲେ, ଆପଣଙ୍କ ଏଇ ଯୋଉ ଲେଟରେ ପହଞ୍ଚିଲେ, ଜିନିଷ ନଥିଲା, କିଛି ନଥିଲା।
ସେ ବରଦାସ୍ତ କଣ ହେଲା, ଏକଦମ ରୁଦ୍ର ମୂର୍ତ୍ତି ଧରି କହିଲେ, ଆରେ ତୁ ମତେ ଚିହ୍ନିଛୁ ତ? ତୁ ଭାବିଛୁ ଏଇଟା କଣ ତୋ ବାପାର ଭାତ? ଏଟା ହଉଛି ଶ୍ରୀ ଶ୍ରୀ ଠାକୁରଙ୍କର ଭାତ। ଆଉ ଯୋଉ ଲୋକମାନେ ଆସିଛନ୍ତି, ଭାବ ସେମାନେ ହଉଛନ୍ତି, ସେ କହୁଛନ୍ତି ଠାକୁରଙ୍କ ସନ୍ତାନ। ତୁ ଭାବନା ଯେ ବିଲେଇ ଆଖି ବୁଜି କ୍ଷୀର ପିଉଛି। ତୁ ଭାବନା ତୋର ପ୍ରତି କଥା ମୋ ପାଖରେ ଅଛି। ଆଉ ଜାଣିତା ସଂଶୋଧନ କରିନେ, ଶୀଘ୍ର ସଂଶୋଧନ କରିନେ, ନା ଅବସ୍ଥା ତୋର ବହୁତ ଖରାପ ଆସିବ। ମନେ ରଖିଥା, ତୁ ଠାକୁର ଆନନ୍ଦ ବଜାରରେ ଅଛୁ, ଆଉ ସେଇ ଜାଗାରେ ଏମିତି ବୁଦ୍ଧି କରୁଛୁ ଯାହା ତୋ ଅବସ୍ଥା ଖରାପ ହବ। ଦେଖନ୍ତୁ, ନନ୍ଦିତା ସେ ନନ୍ଦିତା ଥିଲେ, ସେ କଥା ହେଲା କଣ ଯେ ବର୍ତ୍ତମାନ ପାଖରେ ହଁ ହଁ ମାରିଲା, ସବୁ କିଛି କଲା, କିଛି ଦିନ ଠିକ ଠାକ ରହିଲା, ପୁଣି ତା ସେହି ଅବସ୍ଥା ବାହାରିଲା। ଏମିତି କରି 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 ଏମିତି ଦି ଦିନ ଆସି ପହଞ୍ଚିଲା, ଯୋଉ ବଳ ଅବସ୍ଥା କଣ ହେଲା ନା ଦିଟା ହାତ ତାର ସମ୍ପୂର୍ଣ୍ଣ କୁଷ୍ଠଗ୍ରସ୍ତ ହେଇଗଲା। କେହି ପଚାରିଲେ ନାହିଁ, କିଛି କଲେ ନାହିଁ। ସେଠୁ ବର୍ଦା ପାଖକୁ ଖବର ଗଲା, ବର୍ଦା ତାକୁ ନିଜେ ଆଣିଲେ, ତାକୁ ଆଣିକି ତାକୁ ସହିତ ଇଏ କଲେ। ସେ କାନ୍ଦି କାନ୍ଦି କହୁଛି, ଆଜ୍ଞା ମୋ ଫଳ ମୁଁ ଠିକ ପାଇଗଲି, ଆପଣଙ୍କ କଥା ଶୁଣିଲି ନାହିଁ, ବାରମ୍ବାର ବାରମ୍ବାର ଏମିତି ଅବସ୍ଥାରେ ପହଞ୍ଚିଲି। ଦେଖନ୍ତୁ ମୋର ଯୋଉ ମୋର ଥିଲା, ଆପଣଙ୍କ ଅନ୍ୟାୟ କର୍ମ ଥିଲା, ତାକୁ ଠିକ ଭାବରେ ସମାଧାନ କଲିନି, ସଂଶୋଧନ କଲି ନାହିଁ, ଆଜି ଏମିତି ଅବସ୍ଥାରେ ପହଞ୍ଚିଛି। ବର୍ଦା ତାର ବହୁତ ଟ୍ରିଟମେଣ୍ଟ କରିଛନ୍ତି, ସବୁ କିଛି କଲେ, କିନ୍ତୁ ଲୋକଟି ତାର ମୃତ୍ୟୁ ଲାଭ କଲା। ତେଣୁ ସେଇଭଳି କଥା ଦେଖନ୍ତୁ, ଏ ଅନ୍ୟାୟ କର୍ମ, ଅସତ କର୍ମର ଫଳ ନିଶ୍ଚିତ ଭାବରେ ଅଛି, ଏବଂ ତା ଯଦି ସଂଶୋଧନ ନହେଲା, ଏବଂ ତାର ବହୁତ ବଡ କ୍ଷତି ହେଇଯାଇପାରେ। ତେଣୁ ସେଇ କଥା, ନିଜର କର୍ମଟା ସେମିତି ଭାବରେ ଆମେ କଣ କରିବା ନା ଇଷ୍ଟ ଆଡକୁ ମୋଡିଦବା। ସେ ପ୍ରଭୁତାକୁ ଇଷ୍ଟ ଆଡକୁ ମୋଡିବା, ଯାହାଫଳରେ କଣ ହବ ନା ଆମର ସେଇ ସଂଶୋଧନର ପ୍ରଭାବ ଆମକୁ ଆମେ ଜାଣିପାରିବା। ଅସତ୍ କର୍ମ କଣ, ସତ୍କର୍ମ କଣ, ସେ ନାମମୟ ସବୁବେଳେ ହେଲେ, ନାମ ଧ୍ୟାନ ସବୁବେଳେ କଲେ ଆମେ ଜାଣିପାରିବା, ଏବଂ ସେଇଥିରୁ ଆମକୁ ସମାଧାନର ଆମର ବାର୍ତ୍ତା ମଧ୍ୟ ମିଳିପାରିବ। ସମସ୍ତଙ୍କୁ ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ। ଜୟ ଗୁରୁ। ଦେବଦତ୍ତ ଭାଇ ବହୁତ ପର୍ଟିକୁଲାର ବାସ୍ତବ କଥା ଗୁଡିକ ଯୋଡିଛନ୍ତି ବାଣୀ ସହିତ। ସମ୍ପୂର୍ଣ୍ଣ ସୁନ୍ଦର ଭାବରେ ବୁଝି ହେଲା। ଏଇ ପ୍ରକାର ଚେଷ୍ଟା ଯୋଗୁଁ ଠାକୁରଙ୍କ ପାଖରେ ଆପଣଙ୍କର ମଙ୍ଗଳ ପ୍ରାର୍ଥନା, ଆପଣଙ୍କ ପାଇଁ ମଙ୍ଗଳ ପ୍ରାର୍ଥନା କରୁଛି। ଏଥିରେ ଗୋଟେ କଥା ଖାଲି ମୋର କହିବାର ଥିଲା ଯେ ସେ ଠାକୁର ଯୋଉ ଲବଙ୍ଗଟି ପାଟିରେ ପକଉ ପକଉ ତଳେ ପଡିଗଲା, ଖୋଜି ବୋଲିଲେ ଯେ ଲବଙ୍ଗଟି କୁଆଡେ ଗଲା, ଏବଂ ଲାଷ୍ଟ ଖୋଜିକି ବାହାର କଲେ। ସେ କଥାଟିକୁ ଆ ସହିତ ମୁଁ କନେକ୍ଟ କରୁଛି। ଆଉ ଗୋଟେ କଥାଟି ବି ଠାକୁର କହୁଛନ୍ତି, ଆଲୋଚନା ପ୍ରସଙ୍ଗରେ ଆମେ ପଢିଛୁ, ଯେ ଯଦି ତମେ ଯାଉଛ ବାଟରେ, ତମର ଚିହ୍ନା ପରିଚୟ କାହା ବିଲରେ ଯଦି କିଏ ଗାଈଟେ ପଶି ଯାଇଛି, ତାକୁ ତମେ ଯଦି ଘଉଡେଇନ, ତାହେଲେ କାଲି ବି ତମର ସେ ଗାଈଟି ତମ ବିଲରେ ପଶିବ ଏବଂ ତମେ ଘଉଡେଇ ପାରିବନି। ତାର ଟିକେ କନେକ୍ସନ ଏଇ ବାଣୀ ସହିତ ଏଇଆ ଅଛି ଯେ ଗୋଟେ ଅଭ୍ୟାସ ଟା ଯଦି ଥରେ ଚାନ୍ସ ଦେଲେ, ଗୋଟେ କୁ ଅଭ୍ୟାସ, ଗୋଟେ ଅନ୍ୟାୟ, ତାକୁ ଯଦି ଥରେ ଚାନ୍ସ ଦିଆଯାଏ, ସେଇଟା ବଳବତ୍ତର ହୁଏ, ମାନେ ତାର ଶକ୍ତି ମିଳିଯାଏ ତାକୁ ଆହୁରି ବଢିବା ପାଇଁ। ବିଶେଷ କ୍ଷେତ୍ରରେ ଆମେ ମାନେ ତ ଆମ ଜୀବନରେ ପର୍ସନାଲ କ୍ଷେତ୍ରରେ ଯାହା ଯାହା କରୁଛୁ, ସେଗୁଡିକ ଫଳ ପାଉଛୁ, ଧରି ପାରୁ ନ ଧରି ପାରୁ, କିନ୍ତୁ ଏତିକି ଅନ୍ତତ ପକ୍ଷେ ଏତିକି ଜିନିଷ ଚେକରେ ରହିବା ଦରକାର ଯେ ଶ୍ରୀ ଠାକୁରଙ୍କ ସହିତ କନେକ୍ଟେଡ କୌଣସି ଜିନିଷରେ ଲୋଭ ରଖିବାର ହିଁ ନାହିଁ, ଲୋଭ ରଖିବାର ହିଁ ନାହିଁ। ଏବଂ ସେଥିପାଇଁ ଠାକୁର ସବୁବେଳେ କହିଛନ୍ତି ଯେ ଯେତେ ପାରିବ ଦବ, ଦାରିଦ୍ର୍ୟ ବ୍ୟାଧି କାଟିବାର ଗୋଟେ ଉପଯୁକ୍ତ ମାଧ୍ୟମ ଠାକୁର କହିଛନ୍ତି, ଯେତେ ପାରିବ ଦବ, ନବାର ଆଶା ରଖିବ ହିଁ ନାହିଁ। ଦେଖନ୍ତୁ, ଆପଣଙ୍କର ରୀତି କି ହଉ କି ଆପଣ ଯାହା ବି ହଉ, ଯାହା ଠାକୁରଙ୍କ କାର୍ଯ୍ୟ ଦ୍ଵାରା ହିଁ ଆମକୁ ମାନେ କର୍ମୀ ମାନଙ୍କୁ ମିଳିଥାଏ, ସବୁ ହିଁ ଦେଇଦବାକୁ କହିଛନ୍ତି ଇଷ୍ଟ ପ୍ରସଙ୍ଗରେ ପୂଜ୍ୟପାଦ ବଡ଼ଦାଇ। ତ କାହିଁକି ଦବାର ଗୋଟେ ଅଭ୍ୟାସ ଟା ଯଦି ରେଗୁଲାର ରହେ ନା, ନବାର ଅଭ୍ୟାସ କେବେ ଆସିବ ହିଁ ନାହିଁ। ଆଉ ଏଇଭଳିଆ ଅନ୍ୟାୟ ଯେମିତି ଅନନ୍ତନାଥଙ୍କ କଥା ଦେବଦତ୍ତ ଭାଇ କହିଲେ, ସେଭଳିଆ ହବ ହିଁ ନାହିଁ। ଅନନ୍ତନାଥଙ୍କର ମୃତ୍ୟୁଟା ବହୁତ ଅଲଗା ପ୍ରକାର ହେଇଛି ହେଲା। ଠାକୁର ଯେତେ କହିଲେ ବି ସେ ମାନି ନଥିଲେ। ଯାହା ବି ହଉ, ଅନ୍ୟାନ୍ୟ କଥା ସେଗୁଡିକ ଛାଡନ୍ତୁ। କହିବା କଥା ହେଲା ଯେ ଆମେ ଯେତେବେଳେ ପରମ ପିତାଙ୍କୁ ପାଇଛେ, ଆମର ସବୁ ଜିନିଷ ଆମ ପାଖରେ ଆସି ପହଞ୍ଚିବ, ସବୁ ଜିନିଷ ଆସି ପହଞ୍ଚିବ, ସେ ଖୁସି ଆନନ୍ଦ ସବୁ ଆସି ପହଞ୍ଚିବ, କିନ୍ତୁ ସେଗୁଡିକ ନିଜର ନୁହେଁ, ଠାକୁରଙ୍କ ଯୋଗୁଁ ହେଇଛି ବୋଲି ଭାବିବାକୁ ପଡିବ। ଆଉ କୋଉଠି ଗୋଟେ ଲୁଚେଇକି ଯଦି ସେଇ କିଶୋର ମୋହନ ମିଠା ରଖି ଦେଇଥାନ୍ତି, ଠାକୁର ଜାଣିପାରନ୍ତି ନା। ବହୁତ ଜିନିଷ ଆପଣ ଦେଖିଥିବେ ସେଇ ଟାଇପର। ଆମେ ଯେ କିଛି ଜାଣି ନ ପାରିବେ, ଆମେ ଲୁଚେଇ ରଖୁ,
କିଛି ଜିନିଷ ଆମ ନିଜ ପାଇଁ କେବଳ ଖୁସି ପାଇଁ କେବଳ ସେମିତି କେବେ ଜୀବନରେ ରଖିବାରେ ହିଁ ନାହିଁ। କାରଣ ଠାକୁର ଯେ ଆମ ପଛରେ ଥାଇ ସବୁ ଜିନିଷକୁ ଆମ ପାଇଁ ତିଆରି କରୁଛନ୍ତି, ଏଇ ଗୋଟେ ବିଶ୍ୱାସ ଆମର କ୍ରିଏଟ ହେଇନି। ଯଥେଷ୍ଟ ନାମ ଧ୍ୟାନ କରିଲେ ଯେ ଗୋଟେ ଇନଚୁଇସନ ଟେ ଛୋଟ 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 ଭାବରୁ ବଡ ହୁଏ, ଡେଭଲପ ହୁଏ, ସେଥିରେ ନିଜେ ନିଜେ ଆପଣ ମାନେ ସମସ୍ତେ ଜାଣିପାରିବେ ଯେ ଏଇଭଳିଆ ପୂର୍ବଭାଷ ବାରମ୍ବାର ଆସିବା ସତ୍ତ୍ୱେ ଯେତେବେଳେ ମୁଁ ସ୍କିପ୍ କରି ଗୋଟେ କୁକର୍ମଟେ କି ଅନ୍ୟାୟଟେ କାମ କଲି, ତାର ପ୍ରତିଫଳଟା ମତେ କିପରି ମିଳିଲା। ହଁ। ଯୋଉମାନେ ନାମ ଧ୍ୟାନ କରୁନାହାନ୍ତି ସେମାନେ ଜମାରୁ ଜାଣିପାରିବେନି, ସେମାନେ କରିବେ କୁକର୍ମ, ଅନ୍ୟାୟ ହବ, କେଭେ ଜାଣିପାରିବେନି ଯେ ଏଟା ଅନ୍ୟାୟ ହଉଛି ବୋଲି। ତାକୁ ସେମାନେ ସେଫଗାର୍ଡ କରିବେ। ଆଜି ଦେଖନ୍ତୁ ପୂଜ୍ୟପା ଦାଦାଙ୍କ ସମୟ ପଳେଇଲା, କେହି ଭୁଲ ଦେଖିପାରିଲେନି। ଆଜି ଦେଖନ୍ତୁ ଯୋଉମାନେ ବାରମ୍ବାର ଚେତେଇବା ସତ୍ତ୍ୱେ ବି ଆଶ୍ରମ ଚେତେଇବା ସତ୍ତ୍ୱେ ବି ଆଜି ସେ ସଚେତନ ହେଲେ ନାହିଁ, ଚେଞ୍ଜ ହେଲେ ନାହିଁ। ଆଜି ସେମାନଙ୍କର କୋଉ ପ୍ରକାର ଅବସ୍ଥା ହଉଛି ଆପଣ ମାନଙ୍କୁ ଆଉ ବେଶୀ କହିବାଟା ଭଲ ନୁହଁ, ଆପଣ ମାନେ ଦେଖିପାରୁଥିବେ। କାରଣ ଯେହେତୁ ଆମେ ଠାକୁରଙ୍କୁ ନେଇଛୁ, ଗ୍ରହଣ କରିଛୁ ଏବଂ ବହୁତ କିଛି ଆମେ ମାତ୍ରାରେ ଉପକୃତ ହେଇଛୁ, ବହୁତ କିଛି ଉପକୃତ ହେଇଛୁ। ତାଠୁ ଯଥେଷ୍ଟ କେତେ ଗୁଣ ମାତ୍ରାରେ ଆମକୁ ଦବାର ଥିଲା। ତାହେଲେ କଣ ହବ? ତାହେଲେ କଣ ହବ ନା ଦବାର ଭାବ ବଢିବା ଯୋଗୁଁ ନବାର ଭାବ ଆଶା ଆକାଂକ୍ଷା ମନରେ ଆସିବ ହିଁ ନାହିଁ। ଯେତେ ଦୂର ଚେଷ୍ଟା କରିବା ଏଇଆ ହିଁ ଚାଲିବା ଉଚିତ। ଆଉ ଏଇଟା ଜଣେଇବ କେତେବେଳେ, ମଣିଷ ଜାଣିପାରିବ କେତେବେଳେ, ପ୍ରକୃତ ରୂପେ ଯଦି ଧ୍ୟାନ ପାଇଁ ସମୟ ଦିଏ। ଆଉ ଧ୍ୟାନକୁ ଠେଲିକି ଯଦି ଅନ୍ୟ କୌଣସି ଜିନିଷକୁ ବେଶୀ ସମୟ ବି ଦିଆଯାଏ ବହୁତ ଅଧିକା ମାତ୍ରାରେ, ଧ୍ୟାନକୁ କମେଇ ଦେଇ ସେ ମଣିଷ ଆଜି ନହେଲେ କାଲି ଯେତେ ଭଲ କର୍ମ ବି କରୁ, ଛୋଟିଆ ଛୋଟିଆ ଭୁଲ କର୍ମ ଯୋଗୁଁ ଭଲ କର୍ମ ଗୁଡିକ ଯେମିତି ଅନନ୍ତନାଥ ହଉ ହେଲା, ସେଇ ପ୍ରକାର ଭାବରେ ଧୂଳିସାତ ହବ। ଆଉ ହଉଛି ମଧ୍ୟ। ଆପଣ ମାନେ ବହୁତ ଦିନ ଧରି ଦେଖନ୍ତୁ ଏଇ ବାଣୀଟି 19 ନମ୍ବର ବାଣୀ କୃତି ବିଧାୟନ। ଆପଣ ଦେଖନ୍ତୁ ଯେ ଏଇ ଭୁଲଟାରେ ଯଦି ସ୍ଥାୟୀ ସଂଶୋଧନ ନ ହୁଏ, ସ୍ଥାୟୀ ସଂଶୋଧନ ପ୍ରାୟଶ୍ଚିତ ହବ। ମାନେ ଇଷ୍ଟଭୂତି ଲେଟ୍ କଲି ତ ହବିଷାନ୍ନ କରିଦବା। ଯଦି କାହାକୁ ଗାଳି ଦେଲି କି ଗୋଟେ ଭୁଲ କର୍ମଟେ କଲି ଯୋଉଟା ଠାକୁର ମନା କରିଛନ୍ତି, ତାହେଲେ ହବିଷାନ୍ନ କରିବା କିମ୍ବା କିଛି ଗୋଟେ ବ୍ରତ କରିନବା। ଏହା ଫଳରେ କଣ ହବ, ଆଟଲିଷ୍ଟ ମନରେ ଗୋଟେ ସଞ୍ଚାର ହବ ଯେ ନାଇଁ ମୁଁ ଆଉ ଭୁଲ କରିବିନି। ଯଦି ତାକୁ ଅଟକେଇବେ ନାହିଁ, ତାକୁ ଦବେଇବେ ନାହିଁ, ତାକୁ ବନ୍ଦ କରିବେ ନାହିଁ, ତାହେଲେ ଦୁନିଆରେ କେହି ଆପଣଙ୍କ ପାଇଁ କରିବନି, ଆପଣ ହିଁ କରିବେ। ତେଣୁ ଆମେ ଯୋଉ ଭୁଲର ମାନେ ପ୍ରତିଫଳ ପାଇବା, ତାକୁ କିନ୍ତୁ ଠାକୁର ବହୁତ ସଚେତନ କରାଇଥାନ୍ତି, ବହୁତ ବାର ସଚେତନ କରାଇଥାନ୍ତି। ସେଥିପାଇଁ ସତର୍କ ରହି ସେ ପ୍ରକାର ଭାବରେ ପରିଶୁଦ୍ଧ ହେଇ ଚାଲିବା ଦରକାର। ପରିଶେଷରେ ଆପଣ ମାନଙ୍କର ସହଯୋଗ ଆଉ ବିଶେଷ ଭାବରେ ଦେବଦତ୍ତ ଭାଇ ଏଇ ରବିବାର ସେସନଟାକୁ ସମୟ ଦଉଛନ୍ତି, ସୁନ୍ଦର ଭାବରେ ଅଧଘଣ୍ଟେ ଭିତରେ ଗୋଟେ ପରଫେକ୍ଟଲି ବହୁତ କିଛି କଥାକୁ ଆଣିକି ଜୁଟେଇକି ବାଣୀଟାକୁ ସରଳ ଭାବରେ ବୁଝେଇ ନେବା ଏତେ ସହଜ ବ୍ୟାପାର ନୁହେଁ, ଏତେ ସହଜ ବ୍ୟାପାର ନୁହେଁ। ତାଙ୍କର ଏଇ ଚେଷ୍ଟା ଯୋଗୁଁ ଆମେ ମାନେ ସବୁ ଉପକୃତ ହଉଛେ। ପ୍ରଭୁଙ୍କ ଦୟା ଯେ ଆମ ମାନଙ୍କର ଉଦ୍ଦେଶ୍ୟ ହେଲେ ସେ ନାମ ଧ୍ୟାନ କରିବା। ଏ ନାମ ଧ୍ୟାନ ସହିତ ସବୁ ଜିନିଷ ଠାକୁରଙ୍କର ସଂଯୋଗ ଅଛି। ଆସ୍ତେ 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 ଦିନ ପରେ ଦିନ ଦେଖନ୍ତୁ ବଦଳି ବଦଳି ଯିବ ସବୁ, ଏବଂ ଆପଣଙ୍କର ଇଚ୍ଛା ଯାହା ହେଇପାରୁନି, ଯାହା ସେ ଦିନ ଆସିବ ହେଇଯିବ। ସୁନ୍ଦର ଭାବରେ ଠାକୁର କରେଇ ନେବେ। ତେଣୁ ପରିଶେଷରେ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି, ନାମ ଧ୍ୟାନ ବଢାନ୍ତୁ, ନାମ ଧ୍ୟାନ ଭଲରେ କରନ୍ତୁ, ଚିନ୍ତାଟାକୁ ଠିକ ରଖନ୍ତୁ ଏବଂ ଯେମିତି କୌଶଳରେ ସମୟ ଟିକେ ମିଳିବ ନାମ ଧ୍ୟାନ ପାଇଁ, ତା ପାଇଁ ବାଟ କାଢନ୍ତୁ। ପରିଶେଷରେ ସମସ୍ତେ ମିଶି ଆମେ କିପରି ଏଇ ଗୋଟିଏ ଜିନିଷଟାକୁ ବୃହତ୍ତର କରିବା ଏବଂ ସମସ୍ତେ ଠାକୁରଙ୍କୁ ନେଇ ଆଗକୁ ବଢିବା, ଭଲରେ ରହିବା, ଏହା ହିଁ ଆମର ପ୍ରୟାସ। ପରିଶେଷରେ ଶ୍ରୀ ଶ୍ରୀ ଠାକୁରଙ୍କ ପାଖରେ ଶ୍ରୀ ଚରଣରେ ସମସ୍ତଙ୍କ ପାଇଁ ମଙ୍ଗଳ ପ୍ରାର୍ଥନା କରୁଛି। ରହିଲି। ଜୟ ଜୟ ଗୁରୁ। ସମସ୍ତଙ୍କୁ ଜୟ ଗୁରୁ। ଜୟ।